Hello friends, welcome to my study channel The Achievers. So आज हिस्ट्री सेकेंड पार्ट टा आनी मु फास्ट पार्ट रे हमर ब्रिटिश ऑक्युपेशन आ मराठा केमती माने एलिमिनेट हे गेले ओडिसा रु सेटा दे कवर करथिले। आज आमे आगु बढ़िबा जोथरे कि तापरे ब्रिटिश ऑक्युपेशन परे परे हमर जो पाइको विद्रोह उठे हेतिला आ तापरे वीर सुरेंद्र सायंकर रिवोल्ट तापरे किछटा रीजनल रिवोल्ट ट्राइबल रिवोल्ट सेटा भी देखिदबा आज एटर बहुत इंपोर्टेंट क्वेश्चंस आसे। पाइको विद्रोह फास्ट क्वेश्चन है कि हु आर पाइकस। तो पाइको हेले ट्रेडिशनल पीजेंट मिलिटिया एटा देखंतु पीजेंट मिलिटिया माने सी चाष करूथिले आउ मिलिटरी सपोर्ट भी करूथिले। चाष कोट करिवे जेहेतु मिलिटरी सपोर्ट करिवे तांकु लैंड देवे, राजा लैंड देवे, किंग देवे लैंड से लैंड रे चाष करिक निजर गुजराण मेंटेइबे आ जेतल दरकार पड़िबो से मिलिटरी सपोर्ट देवे माने युद्ध जदि दरकार पड़ला तारे सी राजा को सपोर्ट देवे। तो एटा होसे अरेंजमेंट ता थी। तो गजपति रूलर ओडिशा रे जो गजपति रूलर जेतले थिले से मोस्टली कोस्टल ओडिशा गंजाम गजपति ये सब एरिया को नेकी आंकर ଥିଲେ ତ ତାଙ୍କୁ ପାଇକ ବୋଲି କୁହା ହଉଥିଲା। ଖୋର୍ଦ୍ଧା ଏରିଆ କୁ କଭର କରିଥିଲେ। ड्यूरिंग पीस वर्कड एज कल्टिवेटर्स ड्यूरिंग वार सर्वर सोल्जर्स। ब्रिटिश कनक्वेस्ट ଯେତେବେଳେ 1803 ଥିଲା ସେତେବେଳେ ତ ମୁଖ୍ୟ ଜାଣିଲେ କି ସେ ଆସିକିରି ଏଠିକାର ଏଇ ଯୋଉ ରାଜା ଆଉ ପ୍ରଜା ଭିତରେ ଯୋଉ ରିଲେସନ ସେଇଟାକୁ ସେ ପ୍ରଥମେ ଚେଞ୍ଜ କରିଥିଲେ ସିଏ। ତ ତାପରେ ଆଣିଲେ ଲ୍ୟାଣ୍ଡ ରେଭିନ୍ୟୁ ପଲିସି ସେ ସବୁ ଆଣିଲେ। ତ ସିଏ ଯେତେବେଳେ ଆଣିଲେ ମରାଠାଙ୍କ ଠାରୁ ଜିତିଗଲେ ରାଜା ଖୋର୍ଦ୍ଧା ଡିଥ୍ରୋନ୍ ଆମର ଖୋର୍ଦ୍ଧା ଯୋଉ ରାଜା ଥିଲେ ତାକୁ ଡିଥ୍ରୋନ୍ କରିଦେଲେ। ପାଇକଜ ଲଷ୍ଟ ପ୍ରେଷ୍ଟିଜ ଏ ପାଇକ ମାନେ ଯୋଉ ଥିଲେ ସେ ପ୍ରେଷ୍ଟିଜ ଜାଗିର ଲ୍ୟାଣ୍ଡ ଆଉ ମିଲିଟାରୀ ଜାଗିର ଲ୍ୟାଣ୍ଡ କାହାକୁ କହନ୍ତି ଏଇଟା ମନେ ରଖିବେ ଯୋଉଟା କି ସିଏ ହେରିଡିଟାରୀ ସେଟା ଥାଏ ମାନେ ତାଙ୍କୁ ରାଜା ଦେଇଥାନ୍ତି ସିଏ ମାନେ ବାପା କରିବ ଚାଷ ତାପରେ ପୁଅ କରିବ ଜେନେରେସନ ୱାଇଜ ଚାଲେ ଆଉ ଜେନେରେସନ ୱାଇଜ ସିଏ ତାଙ୍କୁ ସପୋର୍ଟ କରିବେ ରାଜାଙ୍କୁ ଯୁଦ୍ଧରେ ହେଲା। ମିଲିଟାରୀ ରୋଲ ବି ହରେଇଲେ ଟ୍ରାଡିସନାଲ ପ୍ରିଭିଲେଜ ମାନେ ପାଇକଙ୍କ ପାଖରେ ଆଉ କିଛି ନାହିଁ ସବୁ ପ୍ରକାର ରାଜା ହିଁ ପଳେଇଲେ ତ ଏମାନେ କଣ କରିବେ। The British view କଣ କହିଲେ Walter Ewer stated Picus should be reduced to ordinary peasant ସେମାନଙ୍କୁ ତ ଖାଲି ଚାଷ କରିବା କଥା ବୋଲି ୱାଲ୍ଟର ୟୁଅର କହିଲେ their military strength must be destroyed। ବ୍ରିଟିଶଙ୍କ ଭଲ ପାଇଁ ସେ ଆଙ୍କୁ ପ୍ରଥମେ ଏଲିମିନେଟ କରିବାକୁ ଚାହିଁଲେ। ଏଇଟା ଦେଖନ୍ତୁ ଏଇଟା ପଢିସାରିଛି ଥରେ ଷ୍ଟ୍ରକ୍ଚର ଅଫ ପାଇକ କଣ ଥିଲା। ପାହାରୀ ପାହାରୀ ମାନେ ଡିଫେଣ୍ଡର୍ସ ଗାର୍ଡିଂ ଟେରିଟୋରି ୱିଥ ସୋର୍ସ ଯେ କି ଏମାନେ ଡିଫେଣ୍ଡର ଥିଲେ ଟେରିଟୋରିକୁ ଯେ ସୋର୍ଡ ମାନେ ପ୍ରୋଟେକ୍ଟ କରୁଥିଲେ ମାନେ ଯୋଉ ମିଲିଟାରୀ ସପୋର୍ଟ ଦଉଥିଲେ ରାଜାଙ୍କୁ ସିଏ ବି ବିଭିନ୍ନ ତିନି ପ୍ରକାର ଥିଲା ହେଲା। ସିଏ କିଏ କୋଉ ପ୍ରକାର ଦେବେ ଯେ ପାହାରୀ ଥିଲେ ସିଏ ଡିଫେଣ୍ଡ କରୁଥିଲେ ଟେରିଟୋରିକୁ ୱିଥ ସୋର୍ଡ। ବାଣୁଆ ବାଣୁଆ ମାନେ ଆର୍ଚର ଆଉ ମ୍ୟାଚଲକ୍ ଗନ୍ ୟୁଜର କରିକି ପ୍ରୋଟେକ୍ଟ କରିବେ ମାନେ ତୀର ଆଉ ଗନ୍ ୟୁଜ କରୁଥିଲେ। ଆଉ ଢେଙ୍କିଆ ମାନେ ସୋର୍ଡ ଆଉ ସିଲ୍ଡ ଫାଇଟର ମାନେ ପୁରା ଯୁଦ୍ଧରେ ଆଗ ବଜାରରେ ସେ ରହିକିରି ସିଲ୍ଡ ପ୍ରୋଟେକ୍ଟ କରିକି ରାଜାଙ୍କୁ ନେଇକି ଯିବା ଯୁଦ୍ଧରେ ତ ଏଇଟା ଏ ପ୍ରକାର ତିନି ପ୍ରକାର ମନେ ରଖିବେ। ମୋଷ୍ଟଲି ଲେଡ୍ ବାଇ ଖଣ୍ଡାୟତ ୱାରିୟର କ୍ଲାସ ମାନେ ମୋଷ୍ଟଲି ଖଣ୍ଡାୟତ ଥିଲେ ଏ ତିନି ପ୍ରକାର ମନେ ରଖିବେ। ପାହାଡ ମାନେ ଡିଫେଣ୍ଡ କରିବା ପୁରା ଟେରିଟୋରିକୁ ବାଉଣ୍ଡରୀକୁ ଡିଫେଣ୍ଡ କରୁଥିଲେ ସେମାନେ। ବାଣୁଆ ଯିଏ ଯୁଦ୍ଧରେ ଆର୍ଚର ଆଉ ମ୍ୟାଚଲକ୍ ଗନ୍ ଯୁଦ୍ଧ କରିଥିଲେ ଆଉ ଢେଙ୍କିଆ ଯିଏକି ସୋର୍ଡ ଆଉ ସିଲ୍ଡରେ ଫାଇଟ୍ କରୁଥିଲେ। ଏଇଟା ଆମେ ଜାଣିଗଲେ ଯେ ସିଏ କଣ ତାଙ୍କର ପାଇକଙ୍କ ଅବସ୍ଥା ହେଲା। ତାପରେ ରିବେଲିୟନ ର ବ୍ୟାକଗ୍ରାଉଣ୍ଡ ହେଲା କି ଆମର ଆନେକ୍ସେସନ ଯେତେବେଳେ ଓଡିଶା ହେଇଗଲା 1803 ରେ ଆମେ ଜାଣିଲେ ତ କଲୋନେଲ ହାରକୋଟ ଏଣ୍ଟର ଓଡିଶା। ହାରକୋଟ ମୁଖ୍ୟ ଥିଲେ ଆଗ୍ରିମେଣ୍ଟ ହୋଇଛି ରାଜା ମୁକୁନ୍ଦ ଦେବ ମାନେ ଯେତେବେଳେ ଆମର 1803 ରେ ମରାଠା ଠାରୁ ଓଡିଶାକୁ ନେଲେ ସେ ସେତେବେଳେ ରାଜା ମୁକୁନ୍ଦ ଦେବ ତାଙ୍କୁ ସପୋର୍ଟ କରୁଥିଲେ। ଆମେ ପଢୁଥିଲେ ଯେତେବେଳେ ରାଜା ମୁକୁନ୍ଦ ଦେବ ଯୋଉ ଯେତେବେଳେ ଇଏ ହାରକୋଟ ଚିଲିକା ଦେଇକି ପୁରୀ ଯାଉଥିଲେ ଚିଲିକା ଦେଇକିରି ପୁରୀ ଯାଉଥିଲେ ତାଙ୍କୁ ମୁକୁନ୍ଦ ଦେବ ସପୋର୍ଟ କରୁଥିଲେ। ଯେ ସେ ମୁଁ ପୂର୍ବ ଭିଡିଓରେ ସେଟା କହିଛି ସପୋର୍ଟ କାହିଁ କରୁଥିଲେ ନା ସେ ଭାବୁଥିଲେ କି ମାନେ ପୁରୀରେ ଯୋଉ ମନ୍ଦିର ଆଡମିନିଷ୍ଟ୍ରେସନ ଆକୁ ସେ କିଛି ରିହାତି ଦେବେ ମାନେ ସପୋର୍ଟ କରିବେ ଆଉ ଲୋକାଲ ଆଡମିନିଷ୍ଟ୍ରେସନ ବି ସପୋର୍ଟ କରିବେ। ତ ବ୍ରିଟିଶ ପ୍ରୋମିସ କଲେ 1 ଲାଖ ଦେବେ ବୋଲି ଆଉ 4ଟା ପ୍ରଗଣା ବି ଆଙ୍କୁ ଦେଇଦେବେ ଯୋଉଟା କି ହରେଇ ଦେଇଥିଲେ କାହାକୁ ମରାଠାଙ୍କୁ। ତ 4ଟା ପ୍ରଗଣା ଆଙ୍କ ଅଣ୍ଡରକୁ ପଳେଇ ଆସିବ ବୋଲି ଇଏ ସବୁ ବ୍ରିଟିଶ କିଛି ବି କଲେନି ସେ କେବେ ବ୍ରିଟିଶ କିଛି କରିନଥିଲେ। ତ ଏଇ ଜାଗାରେ ରୋଲ ଅଫ ଜୟ ରାଜଗୁରୁ
ଜୟୀରାଜଗୁରୁ କିଏ ଥିଲେ ମନେ ରଖିବେ, ଏଠି ଦିଟା ଇମ୍ପୋର୍ଟାଣ୍ଟ ଲିଡର ଆମେ ସବୁବେଳେ ପଢିବା, 3 ଜଣଙ୍କୁ ସବୁବେଳେ ପଢିବା। ରାଜା ମୁକୁନ୍ଦ ଦେବ ଜାଣିଲେ ରାଜା ଥିଲେ, ଦିଥଣ୍ଡ ହେଇଯାଇଥିଲେ। ତାପରେ ଜୟୀରାଜଗୁରୁ କିଏ ଆଉ ବକ୍ସି ଜଗବନ୍ଧୁ କିଏ? ତ ଜୟୀରାଜଗୁରୁ ଥିଲେ ତାଙ୍କର ଚିଫ ଆଡଭାଇଜର ଟୁ କିଙ୍ଗ। ତାଙ୍କ ଆଡଭାଇଜର ଯେତେବେଳେ କିଙ୍ଗ ହିଁ ପଳେଇଲେ ତ ଆଡଭାଇଜର ଫାଙ୍କା ପଡିଗଲେ। ତ ସିଏ ମୁଖ୍ୟ ତ ଯେତେବେଳେ ମୁକୁନ୍ଦ ଦେବ ଆଉ କିଛି କରିପାରିଲେନି। ମୁକୁନ୍ଦ ଦେବ ସେଲ୍ଟରରେ ପଳେଇଲେ, ପୁରା ଟପ୍ ଲିଷ୍ଟ ହିଟ୍ ଲିଷ୍ଟରେ ରହିଲେ, ତାଙ୍କ ଉପରେ ନଜର ରଖାଗଲା। ତ ସେତେବେଳେ ଏମାନେ ସବୁ ଜୟୀରାଜଗୁରୁ ଆଉ ବକ୍ସି ଜଗବନ୍ଧୁ ଏମାନେ ସବୁ ରିଭୋଲ୍ଟ କଲେ। ତ ଦେଖନ୍ତୁ ଇଏ ସେଇ 1800 ଜୟୀରାଜଗୁରୁ ଆଉ ବକ୍ସି ଜଗବନ୍ଧୁଙ୍କ ଭିତରେ ଡିଫରେନ୍ସ ଥିଲା। ଜୟୀରାଜଗୁରୁ ପୁରା ଆର୍ଲି ସେଇ 1803-4 ଆଡେ ହିଁ ରିଭୋଲ୍ଟ କରିଥିଲେ, ଜଷ୍ଟ ଆଫ୍ଟର ଡିଥ୍ରୋନ୍ ହେଲା। ସେ 2000 ପାଇକଙ୍କୁ ନେଇକିରି ବ୍ରିଟିଶ ବିଟ୍ରାଏଲ ଏଗେନଷ୍ଟରେ ଯୁଦ୍ଧ କଲେ। ଆରେଷ୍ଟେଡ ଆଣ୍ଡ ଏକ୍ଜିକ୍ୟୁଟିଭ 1806। ଆମେ ଏଟା ବହୁତ ମାନେ ଦର୍ଦନାକ ଥିଲା ବୋଲି ଆମେ ଜାଣିଛେ। ଗଛରେ ବାନ୍ଧିକି ସେଇ ବରୁଣେଇ ପାହାଡ ପାଖରେ ତାଙ୍କୁ ଚିରି ଦେଇଥିଲେ। ତ 1806 ରାଜା ମୁକୁନ୍ଦ ଦେବ ସେ ସେତେବେଳେ ପୁରୀକୁ ପଳେଇଲେ, ଏକ୍ସାଇଲ ହେଇଗଲେ, ଭାଗିଗଲେ, ଆଉ ଇଣ୍ଡିଜିନିୟସ ରୁଲ ପୁରା କୋଲାପ୍ସ ହେଇଗଲା। ଦେନ୍ କଜେସ୍ କଣ ଥିଲା ପାଇକ ରିବେଲିୟନ ଗୋଟେ କ୍ୱେଶ୍ଚିନ୍ ଆସିପାରେ, ହ୍ୱାଟ ଆର୍ ଦିସ୍ କଜେସ୍? 3ଟା ଷ୍ଟେଟମେଣ୍ଟ ଦେଇଥିବ, 4ଟା ଷ୍ଟେଟମେଣ୍ଟ କୋଉଟା ନୁହେଁ ଏମିତି ପଡିଯାଇପାରେ। ତ ଏଇଟା ଦେଖନ୍ତୁ, ବ୍ରିଟିଶ ଇକୋନୋମିକ ଏକ୍ସପ୍ଲୁଟେସନ ସାଙ୍ଗେ ସାଙ୍ଗେ ଟ୍ରାଡିସନାଲ ପୋର୍ଟ ବନ୍ଦ ହେଇଗଲା, ଟ୍ରେଡ କମ ହେଇଗଲା, ଟ୍ରେଡର୍ସ ଲୋକାଲ ଇକୋନୋମି ଏସବୁ ସଫର ହେଇଥିଲେ। ଲସ୍ ଅଫ ଜାଗିର ଲ୍ୟାଣ୍ଡସ୍ ଯୋଉଟା ଆମେ କହିଲେ, ହେରିଡିଟାରୀ ରେଣ୍ଟ ଫ୍ରି ଲ୍ୟାଣ୍ଡ, ତ ଅପ୍ରେସିଭ ଲ୍ୟାଣ୍ଡ ରେଭିନ୍ୟୁ ପଲିସି, ତ ଯାହାବି ହେଭି ଲ୍ୟାଣ୍ଡ ଟ୍ୟାକ୍ସ, ଜମିଦାର ପିଜାନ୍ସ ସମସ୍ତେ ଇକ୍ୱାଲି, नो रेमिशन ड्यूरिंग फ्लड ଡ୍ରଟ୍ ବେଳେ ବି ଏ ସବୁ କଲେକ୍ଟ କରାଗଲା। ସଲ୍ଟ ମୋନୋପୋଲି ଏଇ ଗୋଟେ ସବୁଠୁ ମେଜର ପଏଣ୍ଟ ଥିଲା, ସଲ୍ଟ ମୋନୋପୋଲିକୁ ଭଙ୍ଗାଗଲା। ମାନେ ସଲ୍ଟ ମୋନୋପୋଲି କଣ ହେଲା ନା, ଆମେ ଯୋଉ ଲୋକାଲ ଲୋକମାନେ ଯାଇକି ସମୁଦ୍ର ପାଖରେ ଯାଇକି ସଲ୍ଟ ମାରୁଥିଲେ, ସେଠି ଗଭର୍ଣ୍ଣମେଣ୍ଟ କହିଲା ଯେ ମୁଁ ହିଁ ସଲ୍ଟ ମାରିବି, ତ ମୁଁ ସଲ୍ଟ ମାରିବି, ମୋଠୁ ତମେ ମାନେ କିଣିବ, ଗଭର୍ଣ୍ଣମେଣ୍ଟ ରେସନ ଷ୍ଟପ୍। ଏବେ ଯେମିତି ଆମର ଆଟମିକ ଏନର୍ଜି ହେଲା, ଆଟମିକ ଏନର୍ଜି ଗଭର୍ଣ୍ଣମେଣ୍ଟ ତାର ନିଜର କରୁଛି, ସବୁ ଆଟମିକ ମିନେରାଲ ବା ପ୍ରଡକ୍ସନ ସିଏ କରୁଛି। ଏବେ ତାକୁ ଓପନ କରୁଛି ଶାନ୍ତି ବିଲରେ, ପ୍ରାଇଭେଟ ମାନେ ବି କରିବେ, ବଟ୍ ସେ ତ ମନୋପୋଲି କରିଦେଇଥିଲା ଗଭର୍ଣ୍ଣମେଣ୍ଟ। ତ ସେମିତି ସଲ୍ଟକୁ ସେତେବେଳେ ଗଭର୍ଣ୍ଣମେଣ୍ଟ ନିଜ ହାତକୁ ନେଇଯାଇଥିଲା, ଆଉ ସେତେବେଳେ ସିଏ ନେଇଯାଇକିରି ତାକୁ ଅଧିକା ପଇସା ବିକିକିରି, ଆଉ ଯୋଉଟା ଆମର ବ୍ରିଟେନରୁ ଆସୁଥିଲା ଲିଭରପୁଲ ସଲ୍ଟ, ତାକୁ କମ ପଇସାରେ ବିକିଲା। ତ ଲୋକମାନେ ବାଧ୍ୟ ହେଇକିରି ଲିଭରପୁଲ ସଲ୍ଟ ଖାଇଲେ, ତ ଯୋଉଟା କି ମେଜର ହାମ୍ପର କଲା ସବୁ ଗରିବଠୁ ନେଇକି ଧନୀ ପର୍ଯ୍ୟନ୍ତ ଆମର। ତାପରେ କରେନ୍ସି ଚେଞ୍ଜ, ଆମର କାଉଡି ସିଷ୍ଟମ ଥିଲା, ଆମେ ଜାଣିଛେ ଛୁଆବେଳେ କାଉଡି ଖେଳନ୍ତି ଯୋଉ, ସେଇଟା ଆବୋଲିଶ କରିଦେଲେ ଟୋଟାଲି। ସିଲଭର କଏନ କୁ ଇଏ କଲେ, ସେଇଟା ଗୋଟେ ମେଜର ପ୍ରୋବ୍ଲେମ ହେଲା। ଆଙ୍କ ପାଖରେ ଏତେ ସାରା କାଉଡି ଇଏ ସିଏ ସବୁ ଗଲା ପଳେଇ, ତ ମାନେ ମୋଷ୍ଟଲି ଗରିବ ହିଁ ହେଇଗଲେ, ନା ରହିଲା କିଛି ଇନକମ କରିବା ସୋର୍ସ ନା ପଇସା। ଆଡମିନିଷ୍ଟ୍ରେଟିଭ ଅପରେସନ, ଲ ଯୋଉ ରିଟିନ ହେଲା ବେଙ୍ଗଲୀ ପର୍ସିଆନ ଏସବୁରେ ମେଜର ହେଲା। ପଲିଟିକାଲ ଡିସକଣ୍ଟେଣ୍ଟ, ଜୟୀ ରାଜଗୁରୁଙ୍କୁ ଯୋଉ ମାରିଦେଲେ ସେଟା ମୁଖ୍ୟ ମାଇଣ୍ଡରେ ରହିଥିଲା, ଆଉ ମୁକୁନ୍ଦ ଦେବ ଟୁ ରାଜାଙ୍କୁ ବି ଭଗେଇଦେଲେ, ତ ଏଇଟା ସବୁ ମାଇଣ୍ଡରେ ରହିଲା। ତାପରେ ଇମିଡିଏଟ କଜ କଣ ହେଲା ପାଇକ ରିବେଲିୟନରେ? ପାଇକ ରିବେଲିୟନ ହେଇଥିଲା କେବେ? ଆମର 1817। ତ ଆମେ ତାକୁ 1817କୁ କାହିଁକି ହେଇଥିଲା ନା, ଏଇ ସବୁ ଜିନିଷ ଆମେ ଦେଖିଥିଲେ ଏବେ ହେଇଥିଲା। ଜୟୀ ରାଜଗୁରୁ ମରିଗଲେ, ମୁକୁନ୍ଦ ଦେବଠୁ ଭାଗିକି ପଳେଇଲେ, ସେଠୁ ବ୍ରିଟିଶ ଅକୁପେସନ ହେଇଗଲା ଖୋର୍ଦ୍ଧା, ଆଉ ଏତେ ସବୁ ଜିନିଷ ଆ ଭିତରେ ଚେଞ୍ଜେସ ହେଇଗଲା। ତାପରେ ଇମିଡିଏଟ କଜ ହେଲା ଡିସପ୍ଲେଜର ଅଫ ବକ୍ସି ଜଗବନ୍ଧୁ। ଏଇଠି ବକ୍ସି ଜଗବନ୍ଧୁ ଆସିଲେ। ତ ବକ୍ସି ଜଗବନ୍ଧୁ କିଏ ଥିଲେ? ଖୋର୍ଦ୍ଧା କିଙ୍ଗଙ୍କ ଆର୍ମିଙ୍କର ସେ ଚିଫ ଥିଲେ। ବକ୍ସି ବକ୍ସି ମାନଙ୍କୁ କୁହାହଉଛି ସେ ଚିଫ, ଆଉ ସିଏ ତାପରେ ମାନେ ତାଙ୍କର ବି ଗୋଟେ ଇଷ୍ଟେଟ ଥିଲା। ସେ ଯେହେତୁ ବକ୍ସି ଥିଲେ, ତାଙ୍କୁ ଇଏ ଥିଲେ, ସେ ସେଠୁ ଟ୍ୟାକ୍ସ କଲେକ୍ଟ କରନ୍ତି, ତାଙ୍କୁ ସେଇଠୁ ତାଙ୍କ ସାଲାରୀ ହିସାବରେ ହୁଏ। ତାଙ୍କ ପ୍ରଗଣାକୁ 1814ରେ ବ୍ରିଟିଶ ନେଇଗଲେ ହେଲା। କଣ ସବୁ ଥିଲା? କିଲା ରୋରାଙ୍ଗ, ରାହାଙ୍ଗ, ଲେମ୍ବାଇ, ସାରାଇ, ଚବିସ୍କୁଦ ଏସବୁ ତାଙ୍କ ଅଣ୍ଡର ଥିଲା। ରିଡ୍ୟୁସ୍ଡ ହିମ୍ ଟୁ ପଭର୍ଟି, ଆଟେମ୍ପଟେଡ ଆରେଷ୍ଟ ଇଣ୍ଟେନ୍ସିଫାଏଡ ମାନେ ଆଙ୍ଗର। ତ ତାଙ୍କୁ ଆରେଷ୍ଟ କରିବାକୁ ଯୋଉ ଚେଷ୍ଟା କରାଗଲା, ସେ ତାଙ୍କୁ ଆହୁରି ରଗେଇ ଦେଲା। ତ ସେ ତାପରେ ରିଭୋଲ୍ଟକୁ ବାହାରିଗଲେ। ମେନ୍ ଲିଡର ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭମରବର ରେ। ଏଠି ଦେଖନ୍ତୁ ନା, ବକ୍ସି ମାନେ ତାଙ୍କ ଯୋଉ ଟାଇଟେଲ, ବକ୍ସି ହେଲା ଟାଇଟେଲ, ତାପରେ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଇଏ ହଉଛନ୍ତି ତାଙ୍କ ନାଁ, ନେମ୍, ଅରିଜିନାଲ ମାନେ ନେମ୍। ଆଉ ମହାପାତ୍ର, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ଆଉ ଭ୍ରମରବର ରେ ତାଙ୍କର ଯୋଉ ହେରିଡିଟାରୀ ନେମ୍, ହେରିଡିଟାରୀ ନେମ୍। ଏଇଠି ଦେଖନ୍ତୁ କୃଷ୍ଣଚନ୍ଦ୍ର ଭ୍ରମରବର ରାୟ, ଇଏ ତାଙ୍କ ଫାଦର ହେଲା। ତାଙ୍କ ନାଁ ସେମିତି କୃଷ୍ଣଚନ୍ଦ୍ର, କିନ୍ତୁ ସିଏ ଭ୍ରମରବରରେ ତାଙ୍କର ହେରିଡିଟାରୀ ନାଁ ଟା
ଇନହେରିଟ କରିଛନ୍ତି। ତ ସେ ଦେଖିଲେ ଜୟୀରାଜଗୁରୁ ତ ଏଇଟା ଆମେ ଜାଣିଥିଲେ। ତାପରେ ଦାମୁ ସୁବୁଧି ଜାଣିଥିଲେ, ଗୋପାଳ ଛୋଟରାୟ, ନାରାୟଣ ପରମ ଗୁରୁ। ଏଇଟା ଜଷ୍ଟ ମାନେ ମନେ ରଖିବା ଦରକାର ନାହିଁ, ଖାଲି ମାଇଣ୍ଡ ଗୋଟେ ରଖିଥାନ୍ତୁ, କିଛି ଗୋଟେ କ୍ୱେଶ୍ଚିନ୍ ଆସି ଯାଇପାରେ। ତାପରେ ବାମଦେବ ପଟ୍ଟଯୋଶୀ, ତାପରେ ଦଳ ବେହେରା, ମିର୍ହାଦର ଅଲି। ଦେଖନ୍ତୁ ଏଠି ମୁସଲିମ ଜଣେ ବି ଆମର ସପୋର୍ଟରେ ଥିଲେ, ମାନେ ସେଠି ଆକ୍ଟିଭଲି ପାର୍ଟିସିପେଟ କରୁଥିଲେ। ସପୋର୍ଟ ବେସ୍ ସବୁ କିଏ ସପୋର୍ଟ କରୁଥିଲେ? ଜମିଦାର ବି କଲେ, ଟ୍ରାଇବାଲ କନ୍ଧ କଲେ, ପାଇକ, କମନ ପିଜାଣ୍ଟ ଆଉ ଫ୍ୟୁଡାଲ ଚିଫ, ଏ ସବୁ ସପୋର୍ଟ କଲେ। ଇମ୍ପୋର୍ଟାଣ୍ଟ ସପୋର୍ଟିଂ ଷ୍ଟେଟ୍ କନିକା, କୁଜଙ୍ଗ, ନୟାଗଡ଼, ଘୁମସୁର, ଏ ଚାରିଟା ସପୋର୍ଟ ପୁରା ଷ୍ଟେଟ ଯେତେବେଳେ ଥିଲା ରାଜାଙ୍କ ଅଣ୍ଡରରେ, ବିଭିନ୍ନ ରାଜାଙ୍କର, ସେ ତାକୁ ସପୋର୍ଟ କଲେ। ଦେନ୍ ବିଗିନିଂ, ଏଇଟା ମନେ ରଖନ୍ତୁ 29 ମାର୍ଚ୍ଚ 1817, 29 ମାର୍ଚ୍ଚ 1817, ଏଇ ଡେଟ୍ ଟା ମନେ ରଖନ୍ତୁ, 29/3/1817, 29/3/1817। 400 କନ୍ଧ ଫ୍ରମ ଘୁମସୁର, ଘୁମସୁର ଟା କୋଉଠି? ଏଇଟା ଗଞ୍ଜାମରେ ଗୋଟେ ଜାଗା ଅଛି। ତ ସିଏ ଗୋଟେ ଷ୍ଟେଟ ଥିଲା, ସେଠୁ ଘୁମସୁର କିଙ୍ଗ ସେଠି କହୁଥିଲେ। ଖୋର୍ଦ୍ଧାକୁ ଏଣ୍ଟର କଲେ ଆଉ ପାଇକଙ୍କୁ ଜଏନ୍ ଥିଲେ। ଯେ ମନେ ରଖିବେ ଘୁମସୁର ସେ ସବୁ ଏରିଆ ବ୍ରିଟିଶ କଭର କରି ସାରିଥିଲା, ତ ସେଠି ସେ ରାଗିକି ଥିଲେ। ଜଷ୍ଟ ତାଙ୍କୁ ଫ୍ଲେୟାର ମିଳିଲା ବକ୍ସି ଜଗବନ୍ଧୁଙ୍କର ଲିଡରସିପରେ, ତ ସେ ସବୁ 400 କନ୍ଧ, ସେଠି କନ୍ଧଙ୍କର ଥିଲା ଏରିଆ, ତ ସିଏ ଆସି ପାଇକଙ୍କୁ ଜଏନ୍ କଲେ। ତ ଆର୍ଲି ରିବେଲ ଆକ୍ସନ୍ସ ଆଟ୍ ବାଣପୁର, ବାଣପୁର ଖୋର୍ଦ୍ଧା ପାଖରେ ସିଏ କଣ କଲେ? ପୋଲିସ ଷ୍ଟେସନକୁ ବନ୍ଦ କଲେ, ପୋଲିସ ପୋଷ୍ଟ ଅଫିସ ଆଟାକ କଲେ, ଗଭର୍ଣ୍ଣମେଣ୍ଟ ଟ୍ରେଜେରୀ ଲୁଟ୍ କଲେ, ତ ଲୁଟପାଟ କଲେ। ସେ ଏଠୁ କେତେ ନେଇପାରିବେ ଚେଷ୍ଟା କଲେ। ଆଟ୍ ଖୋର୍ଦ୍ଧାରେ ଟ୍ରେଜେରୀ ଅଫିସ ଡିଷ୍ଟ୍ରଏଡ୍, ଏଇଟା କିଛି ଏତେ ଇମ୍ପୋର୍ଟାଣ୍ଟ ନାହିଁ। ରିବେଲିୟନ ସାଙ୍ଗେ ସାଙ୍ଗେ ଏଇ ଯୋଉ ଘୁମସୁର ଆଉ ପାଇକ ମାନେ ଖୋର୍ଦ୍ଧା ଏରିଆରୁ ସେ ପୁରୀ, ପିପିଲି, କଟକ, ଗୋପ, ସେ ଯୋଉ ପୁରୀ, କୁଜଙ୍ଗ ମାନେ ଆମର ଜଗତସିଂହପୁର, ପଟ୍ଟାମୁଣ୍ଡାଇ, କନିକା, ହରିହରପୁର, ଲେମ୍ବାଇ, ତ ପୁରା କୋଷ୍ଟାଲ ଏରିଆକୁ ପାଖାପାଖି ସେ ନେଇଗଲା। ତାପରେ ବ୍ରିଟିଶ ମାନେ କାଉଣ୍ଟର ମେଜର କଣ କଲେ? ସେ ସାଙ୍ଗେ ସାଙ୍ଗେ ବ୍ରିଟିଶ ମାନେ ଲୁଟିନାଣ୍ଟ ପ୍ରେଡିଓ ଆଉ ଲୁଟିନାଣ୍ଟ ଫ୍ୟାରିସ କୁ ପଠେଇଲେ। ଇମ୍ପୋର୍ଟାଣ୍ଟ ନାହିଁ, ସେ ଖାଲି ମାନେ ଆମେ ଦେଖିଦବା କେମିତି ମୋବିଲାଇଜ ହଉଛି ହେଲା। ଦେଖନ୍ତୁ ଲିeutenant ଫ୍ୟାରିସ କୁ ମାରି ଦିଆଗଲା, ସିଏ ମରିଗଲେ। ସିଏ ତାପରେ ଇଏ କେବେ ଯାଇଥିଲେ? 29 ମାର୍ଚ୍ଚ ଆମର ଷ୍ଟାର୍ଟ ହେଇଗଲା। ସିଏ ପୁରୀକୁ କ୍ୟାପଚର କରିବା ଷ୍ଟାର୍ଟ କଲେ କେବେ? 14 ଏପ୍ରିଲ 1817, ଠିକ ମାତ୍ର 29, 30, 31 ଆଉ 14 ମାନେ 16 ଦିନ ପାଖାପାଖିରେ ସିଏ ଅକ୍ତିଆର କରି ନେଇଗଲେ ପୁରୀକୁ ଆମର କିଏ ଯୋଉ ରିବେଲ ଏଣ୍ଟର ପୁରୀକୁ ଏଣ୍ଟର କଲେ। ଜଗବନ୍ଧୁ ପ୍ରିଷ୍ଟ ୱେଲକମ, ସେଠି ଯୋଉ ପୁରୀର ୱେଲକମ କଲେ। ରାଜା ମୁକୁନ୍ଦ ଦେବ ଟୁ ଡିକ୍ଲେୟାର ରୁଲର ହେଇଗଲେ। ରାଜା ମୁକୁନ୍ଦ ଦେବ ଟୁ ଆମେ ପଢିଥିଲେ, ସେ ଭାଗି ଯାଇଥିଲେ ଖୋର୍ଦ୍ଧାରୁ ପୁରୀକୁ, ଏକ୍ସାଇଲ ହେଇଯାଇଥିଲେ, ତ ସେଠି ଇଏ ଯାଇ ତାଙ୍କୁ ରାଜା ଭାବେ ଡିକ୍ଲେୟାର କଲେ ଆମ ରାଜା ବୋଲି। ମାର୍ସିଆଲ ଲ ସପ୍ରେସନ, ଏଠି ବ୍ରିଟିଶ ଆସିଲା, ସେ ମାର୍ସିଆଲ ଲ ଇମ୍ପୋଜ କଲା ପୁରୀ, ଖୋର୍ଦ୍ଧା, ପିପିଲି, ଲେମ୍ବାଇ, ଏଠି ପୁରା ମାର୍ସିଆଲ ଲ, ପୁରା ମିଲିଟାରୀ ରୁଲ କୁ ପଳେଇ ଆଇଲା। ସେଠି ପୁରା ମିଲିଟାରୀ ରୁଲ କର୍ଫ୍ୟୁ ଟାଇପ ର ଲଗେଇଦେଲେ। କ୍ୟାପ୍ଟେନ ଲି ଫେଭର ବନ ଭିଲେଜ ରିଟୁକ ପୁରୀ, ଇଏ ପୁରୀ କ୍ୟାପଚର କରିଦେଲେ ପୁଣି। କ୍ୟାପଚର ରାଜା ମୁକୁନ୍ଦ ଦେବ, ସେ ରାଜା ମୁକୁନ୍ଦ ଦେବକୁ ପୁଣି ମାନେ ଏଠି କ୍ୟାପଚର କରି ନେଇଗଲେ। ଲି ଫୱର ପୁରୀକୁ ରିଟୁକ କଲେ ହେଲା, ଲି ଫୱର। ଦେନ୍ ତାପରେ ଗୋଟେ ଗରିଲା ୱେରଫେୟାର ଷ୍ଟେଜ ଷ୍ଟାର୍ଟ ହେଲା, ରିବେଲ ଷ୍ଟ୍ରାଟେଜି। ମାନେ ସେ ଯେତେବେଳେ ପୁରୀକୁ ନେଇଗଲେ, ସେ ପୁଣି ଏମାନେ ଫରେଷ୍ଟ କୁ ପଳେଇଲେ ହେଲା। ମାନେ ନୟାଗଡ଼, ରାଣପୁର, ବାଣପୁର ଜଙ୍ଗଲ ଯୋଉ ଥିଲା ପୁରା, ସେଠିକି ପଳେଇଲେ। ସେଠି ଗରିଲା ଆଟାକ, ମାନେ ଯିଏ ବି ସେଠି ଯିବ, ଯାହା ବି ହବ, ସେଠି ଜଙ୍ଗଲରୁ ଅଚାନକ ଆଟାକ କରିବେ ସେମାନେ। ତାଙ୍କୁ ପୁରା ଡିଟେକ୍ଟ କରିବା ମୁସ୍କିଲ ତାଙ୍କୁ ଥିଲା, ତ ସେଇଟା ହେଲା। ତାପରେ ଏତିକି ବେଳେ ବ୍ରିଟିଶ କଣ କଲା ନା, କିଛି ନ ପାରି ତାଙ୍କୁ ରିୱାର୍ଡ ଦବା ଷ୍ଟାର୍ଟ କଲା। 5000 ଫର ଜଗବନ୍ଧୁ ଆଉ 2000 ଫର କୃଷ୍ଣଚନ୍ଦ୍ର, ତାଙ୍କ ଫାଦର ଯିଏ ଥିଲେ ହେଲା, ତାଙ୍କୁ ଆୱାର୍ଡ କଲା। ତ ଆ ଫଳରେ ଆମର 27 ମେ 1825 ରୁ 29 ମାର୍ଚ୍ଚରେ ଷ୍ଟାର୍ଟ ହେଇଥିଲା, 2 ମାସ ହେଇନି, 27 ମେ 1825। ତ ତା ଫଳରେ ଆମର ମନେ ରଖିବା 29 ମାର୍ଚ୍ଚ 1817ରେ ଷ୍ଟାର୍ଟ ହେଇଥିଲା, 27 ମେ 1825ରେ ସରେଣ୍ଡର କରିଦେଲେ ଜଗବନ୍ଧୁ, କଟକରେ ସରେଣ୍ଡର କଲେ। ଡେଥ୍ ହେଇଗଲା ତାଙ୍କର 24 ଜାନୁଆରୀ 1829, 24 ଜାନୁଆରୀ 1829ରେ ଡେଥ୍ ହେଇଗଲା। ଦେଖନ୍ତୁ 29, 27, 24
डेटटा मन रखिए 24 जनवरी ये हूँ 29 मार्च तापर मे तापर जनवरी 1829 से फाइनाली कटक रे मरीगले। एडा तांकर किछिटा टाइम लाइन हमर रिवोल्ट रो 1803 रे ब्रिटिश कन्क्वेस्ट कला 1804 काउरी को रिप्लेस कर दिया गला सिक्का माने जो सिल्वर रुपीस रे 1806 रे जयराज गुरु एग्जीक्यूट हे गले 1814 रे सॉल्ट मोनोपोली और 29 मार्च 1817 रे रिवोल्यूशन बिगन 14 एप्रिल रे पूरी कैप्चर करनेले एमबी माने हमर विद्रोही माने 1825 रे जगबंधु सरेंडर 1829 रे डेथ मरी गले आ 2019 रे पाइक मेमोरियल फाउंडेशन ହେଇଛି। ଆଉ ଏଇଟା ସେ ବହିର ଗୋଟେ ପାର୍ଟ ଦେଇଛି କିଛିଟା ସେଟାକୁ ମୁଁ କରିଦେଇଛି କାଲି ଦେଖି ଦିଅନ୍ତୁ। ଡେସ୍ପାଇଟ୍ ଭାଇଲେଣ୍ଟ ବ୍ରିଟିଶ ଇଭେଞ୍ଚୁଆଲି ସପ୍ରେସ୍ଡ ରିଭଲ୍ୟୁସନ ସିମ୍ବଲ ଅଫ ଓଡ଼ିଶା ସ୍ପିରିଟ ପାଇକ ବିଦ୍ରୋହ ଡେ କେବେ 29 ଜୁଲାଇରେ ହୁଏ। ଏଇଟା ମନେ ରଖିବେ ପାଇକ ବିଦ୍ରୋହ ଡେ 29 ଜୁଲାଇରେ କରାଯାଏ। ଗୋଦାବରୀଶ ମିଶ୍ର ରୋଟ୍ ଏ ହିଷ୍ଟୋରିକାଲ ନୋଭେଲ ଅନ୍ ପାଇକ ବିଦ୍ରୋହ ଟାଇଟେଲ 1817 1817 କିଏ ଲେଖିଛନ୍ତି ଆମର ଗୋଦାବରୀଶ ମିଶ୍ର। ଏଇଟା ମନେ ରଖିବେ। ଜୟୀରାଜଗୁରୁ ଫାଷ୍ଟ ମାର୍ଟିର ଅଫ ଓଡ଼ିଶା ତାଙ୍କୁ କୁହନ୍ତି ତାଙ୍କୁ ଯୋଉ ଫାଡି ଦେଇଥିଲେ ମୁଁ ସେ ତାଙ୍କର ପ୍ରିନ୍ସିପାଲ ଆଡଭାଇଜର ଥିଲେ 1804 ରେ ହାଉର ବ୍ରିଟିଶ ଏଡେଡ ବାଇ ସମ୍ ନେଟିଭ୍ସ ଆମର ସେ ଲୋକ ହିଁ ହେଲ୍ପ କରିଥିଲେ ତ 6 ଡିସେମ୍ବର 1806 ଏଇଟା ମନେ ରଖିବେ 6 ଡିସେମ୍ବର ତ ତାଙ୍କୁ ମାରି ଦିଆଯାଇଥିଲା ତ 13 ବର୍ଷ ପରେ ଆମର ପୁଣି ରିଭଲ୍ୟୁସନ ଷ୍ଟାର୍ଟ ହେଇଥିଲା। ତ ଏଇଟା ଗଲା ତାପରେ କନସିକ୍ୱେନ୍ସେସ୍ କଣ ହେଲା ଏତେ ସବୁ ପରେ କଣ ହେଲା ଆଡମିନିଷ୍ଟ୍ରେଟିଭ ରିଫର୍ମ କରାଗଲା ମାନେ କି ଓଡ଼ିଆଙ୍କୁ ବେଶୀ ଅଣାଗଲା ଆମର କୋଉଠିକି ଆଡମିନିଷ୍ଟ୍ରେସନ ଓଡ଼ିଆଙ୍କୁ ଇନକ୍ଲୁଡ କରାଗଲା ଦେନ୍ ଆମର ଓଡ଼ିଆଙ୍କୁ ଇନକ୍ଲୁଡ କରାଗଲା ବ୍ରିଟିଶ ଟ୍ରାଏ ଟୁ ଇମ୍ପ୍ରୁଭ ଗଭର୍ନାନ୍ସ ତାପରେ ଜୁଡିସିଆଲ ରିଫର୍ମ ବି କିଛି କରାଗଲା କୋର୍ଟରେ ଓଡ଼ିଆଙ୍କୁ ମିଶାଗଲା ଜଜେସ୍ ଭିଜିଟେଡ ଭିଲେଜେସ୍ ଡାଇରେକ୍ଟଲି ତାମାନେ ଲୋକଙ୍କ ଭିତରେ ଗଭର୍ନାନ୍ସ ରିଫର୍ମ ଅଣାଗଲା। ସଲ୍ଟ ରିଫର୍ମ ସଲ୍ଟ ପ୍ରାଇସେସ୍ ରିଡ୍ୟୁସ କରାଗଲା ଆଉ ସପ୍ଲାଇ ବି ଇମ୍ପ୍ରୁଭ କରାଗଲା। ଜଗନ୍ନାଥ ଟେମ୍ପୁଲ ପଲିସି ରାଜା ରାମଚନ୍ଦ୍ର ଥ୍ରୀ ଗିଭିଂ ଚାର୍ଜ ଅଫ ଯୋଉଟା କି ଆମର ଯୋଉ ଯୋଉଟା କି ଆମର ରାଜା ମୁକୁନ୍ଦ ଦେବ ଚାହୁଁଥିଲେ ସେଇଟା ରାଜା ରାମଚନ୍ଦ୍ର ଥ୍ରୀଙ୍କୁ ମିଳିଲା ଜଗନ୍ନାଥ ଟେମ୍ପୁଲରେ ଆନୁଆଲ ପେନସନ ବି ତାଙ୍କୁ ମିଳିଲା ମାନେ ରାଜା ମୁକୁନ୍ଦ ଦେବଙ୍କ ପରେ ରାମଚନ୍ଦ୍ର ଦେବ ଥ୍ରୀ ରେଭେନ୍ୟୁ ରିଲିଫ ବି ଦିଆଗଲା ଆଡମିନିଷ୍ଟ୍ରେଟିଭ ରେକଗ୍ନିସନ ମାନେ କମିଶନର ଅଫ କଟକ ଆପଏଣ୍ଟେଡ ୱିଥ ସ୍ପେଶାଲ ପାୱାର ଆମର କମିଶନର ଅଫ କଟକକୁ ସ୍ପେଶାଲ ପାୱାର ଦିଆଗଲା ସେ ସବୁ ଉପରେ ନଜର ରଖିବେ ଟିକେ ଆଉ ଆଉ ଯଦି ଆଗକୁ ସେମିତି ନ ହଉ ଇମ୍ପୋର୍ଟାନ୍ସ ଥିଲା କି ଫାଷ୍ଟ ମେଜର ଆଣ୍ଟି ବ୍ରିଟିଶ ଆର୍ମଡ ଅପରାଇଜିଂ ଇନ ଓଡ଼ିଶା one of the earliest popular revolts against British rule reflected peasant anger, tribal, ଜମିଦାରୀ cultural nationalism ଏଠି ଏସବୁ ଦେଖା ହେଇଥିଲା। ଡିବେଟ ହେଇଥିଲା 2017ରେ ଓଡ଼ିଶା ଡିମାଣ୍ଡ କରିଥିଲେ ନବୀନ ପଟ୍ଟନାୟକଙ୍କ ଅଣ୍ଡରରେ ପାଇକ ରିବେଲିୟନ କୁ ଫାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସ କରାଯାଉ ବୋଲି ଗଭର୍ଣ୍ଣମେଣ୍ଟ 2021ରେ ପାର୍ଲାମେଣ୍ଟରେ ତାକୁ ରିପ୍ଲାଏ ଦେଇଥିଲା କି କ୍ୟାନ୍ ନଟ୍ ଅଫିସିଆଲି ରିପ୍ଲେସ ରିଭୋଲ୍ଟ ଅଫ 1857 ବଟ୍ ଆକ୍ନୋଲେଜଡ ଦିସ୍ ଆଜ one of the earliest anti-British campaign ତ ଲୋକେସନ ବରୁଣେଇ ହିଲରେ ଫାଉଣ୍ଡେସନ ଷ୍ଟୋନ ରାମନାଥ କୋବିନ୍ଦଙ୍କ ଦ୍ୱାରା ଏଇ 2019 ଡିସେମ୍ବର 7ରେ ଭୋଟ କରାଯାଇଛି। ତ these are some of the questions already asked ଦେଖନ୍ତୁ ଏଇଟା କୋଉଠି ହେଇଥିଲା ପାଇକ ବିଦ୍ରୋହ ଓଡ଼ିଶାରେ ହେଇଥିଲା ଲିଜେଣ୍ଡାରୀ ଲିଡର କମାଣ୍ଡର ଇନ ଚିଫ କିଏ ଥିଲେ ଆମର ମନେ ରଖିବେ ଥିଲେ ବକ୍ସି ଜଗବନ୍ଧୁ କିନ୍ତୁ ଯଦି ପଡିବ କି କିଏ ଥିଲେ ଚିଫ ଆଡଭାଇଜର ସିଏ ହଉଛନ୍ତି ଜୟୀରାଜଗୁରୁ ଓକେ ତାପରେ ହୁ ୱାଜ ଦ ମାଇନର ରୁଲିଂ କିଙ୍ଗ ଖୋର୍ଦ୍ଧା ଯିଏ ଡିଥ୍ରୋନ୍ ହେଇଥିଲେ ସିଏ ହଉଛନ୍ତି ମୁକୁନ୍ଦ ଦେବ ଟୁ ଯାହାକୁ ମାଇନର କିଙ୍ଗ ଥିଲେ ତାଙ୍କୁ ଏତେ ବର୍ଷ ହେଇନଥିଲା ତ ଏଇଟା ମନେ ରଖିବେ। ଆଉ ଗୋଟେ କ୍ୱେଶ୍ଚନ 16 ନମ୍ବର ଏଇଟା ଭଲ କ୍ୱେଶ୍ଚନଟେ ରୋଲ ଅଫ ନେବରିଂ ପ୍ରିନ୍ସଲି ଟ୍ରିବ୍ୟୁଟାରୀ ଷ୍ଟେଟ କଣ ଥିଲା ପାଇକ ରିବେଲିୟନରେ ରୋଲ ଅଫ ମାନେ ରାଜା ନୟାଗଡ଼ ଆକ୍ଟିଭଲି ସେଲ୍ଟର ପ୍ରୋଭାଇଡ କରିଥିଲେ ବକ୍ସି ଜଗବନ୍ଧୁକୁ ଏଇଟା ମନେ ରଖିବେ ହଁ ଠିକ ଅଛି। ଆଉ ଆମେ ତ ଦେଖିଲେ କୁଜଙ୍ଗ କନିକା ଓପନଲି ଜଏନ୍ ଦ ରିବେଲିୟନ କୁଜଙ୍ଗ କନିକା ଆଉ ଦି ତିନିଟା ଯୋଉ ଥିଲା ଏମିତିଆ କ୍ୱେଶ୍ଚନ ହିଁ ପଡୁଛି ହେଲା ଏଇଟା ବୋଥ 1 2 ଆଉ ଏଇଟା ଗୋଟେ ଆସିଲା କି which British military officer led the primary colonial counter offensive from Kotak to break the rebel siege କଟକ ଟୁ ପୁରୀକୁ ଯୋଉ କ୍ୟାପ୍ଚର ହେଇଥିଲେ କିଏ ଆମର ଫୱର କ୍ୟାପ୍ଟେନ ଲେ ଫୱର ଏମିତି କ୍ୱେଶ୍ଚନ ହିଁ ଆସୁଛି। ତାପରେ
এটা ଏମିତି ଗୋଟେ କ୍ୱେଶ୍ଚିନ୍ ଅଛି soon after taking Odisha from Maratha 1803 British dethroned Raja Mukundadev which deeply aggravated the native ଏଟା ଗଲା which of the following statement is correct regarding strategic outcome of administrative modification ପାଇକ ବିଦ୍ରୋହ ଉପରେ କଣ ମୋଡିଫିକେସନ ଆଣିଥିଲେ ଇଂରେଜ ମାନେ ସେଇଟା ଗୋଟେ କ୍ୱେଶ୍ଚିନ୍ ଦେଇଛି सेलिंग प्राइस ऑफ सॉल्ट वाज सिस्टमैटिकली रिड्यूस्ड हमें देखिले हाँ रिड्यूस करा गला रेमिशन ऑफ रेवेन्यू एरियर्स वेर ग्रांटेड टू लोकल जमींदार्स फेसिंग एग्रीकल्चर फेलियर जोटी एग्रीकल्चर फेलियर होची तांको आगुरु से टैक्स कलेक्ट करा ही होतिला सेटा रेमिशन किछटा दिया गला जुडिशियल एंड रेवेन्यू फ्रेमवर्क वाज मॉडिफाइड टू रिक्रूट मोर ओडिया नोइंग ऑफिसर एटा भी देखिले तो 1 2 3 तो एटा एमती एनालिटिकल माने एनालिटिकल क्वेश्चन भी पड़ी पारे एटा में देखिले पहाड़ीज एटा भी गोटे थर पड़ीतिला ढेंकियाज तो आर्चर माने बाणुआ को कहते सोर्ड फाइटिंग स्पेशलिस्ट होती ढेंकियाज सॉरी भूल कहली एटा में देखिले कि पहाड़िया जो होची सोर्ड फाइटिंग स्पेशलिस्ट माने जोड़ा कि प्रोटेक्ट करंती लाइक फेसिंग को बॉर्डर को फेंस करंती पहाड़ियाज आ बाणुआज जो माने आर्चर माने थिले मैचलॉक आ गन गन आउ आर्चर माने थिले बाणुआज आउ ढेंकियाज थिले बैटल फ्रंट आर्चर्स तो ये भी ढेंकिया जे से आर्चर सहित बैटल फ्रंट माने युद्ध रे जो फ्रंट करके आगु बढ़ंती जे से तो ये प्रकार गोटे क्वेश्चन एमती आस्तिला पाइकर्स को विषय रे थिला निष्कर जागीर से माने एंजॉय करथिले देवर ट्रेडिशनल हेरिटेज रिप्रेजेंट हु रेंडर मिलिटरी सपोर्ट एटा बहुत 1 and 2 तो ये सब क्वेश्चन किछटा अछि एटा को निहाती करिवे नेक्स्ट टॉपिक बहुत इंपोर्टेंट टॉपिक कि हमरो रिवोल्ट ऑफ सुरेंद्र साय मेरा सुरेंद्र साय के अंडर रे गोटे रिवोल्ट हेतिला तापरे तो ये कोठी कर ये मन के सीटा में पड़ले कोस्टल एरिया माने हमरो एटा ओडिसा हैला एटा जदि ओडिसा हैला सेटा हमर कोस्टल एरिया रे थिला ओके से एटा किंतु वेस्टर्न ओडिसा संबलपुर एरिया रे संबलपुर एरिया रे एटा हबो तो एठी किए थिले आमे जानिथिले कि सिटी चौहान डायनेस्टी रूल करूथिले संबलपुर रे ठीक अछि मराठा रूल समय रे जयंत सिंह एंड महाराजा साई इम्प्रिजन्ड बाय नागपुर भोंसले तो ये जो चौहान कर ये जो किंग थे जयंत सिंह महाराजा साई को मराठा माने इम्प्रिजन करथिले आमे पढिथिले मराठांकर को डायनेस्टी एठी शासन करथिला को तांकर जो चारटा अलग अलग वंश थिले एरिया रो से होजते नागपुर भोंसले हमर ओडिसा रे मुख्यतः थिले तो ब्रिटिश ऑक्युपाई करि गेले 1804 रे संबलपुर को आ तापर पुनी तांको रिटर्न टू मराठा कर देथिले ताको ऑक्युपेशन नै नथिले एटा हम जानथिले पुनी 1807 रे थर्ड एंग्लो मराठा वार बेलको से ताको कैप्चर कर देथिले संबलपुर को ब्रिटिश ସେଇଠି ହେଇଗଲା ଯେତେବେଳେ ବ୍ରିଟିଶ ପୁରା ଅକୁପାଇ କରିଦେଇଥିଲେ ସକ୍ସେସନ ଡିସ୍ପ୍ୟୁଟ ହେଇଗଲା ଆମର କୋଉଠି ସମ୍ବଲପୁରରେ ସେଠି ବ୍ରିଟିଶ ଇନଷ୍ଟଲ କଲେ ଏଇ ଜୟନ୍ତ ସିଂଙ୍କୁ ଯିଏକୁ ମରାଠା ମାନେ ଯୋଉ ଆମର ଯାହାକୁ ମରାଠା ମାନେ ଇମ୍ପ୍ରିଜନ କରିଥିଲେ ଜୟନ୍ତ ସିଂଙ୍କୁ ବ୍ରିଟିଶ ବସେଇଲେ ଆଉ ତାଙ୍କ ଡେଥ ପରେ ମହାରାଜା ସାଇ ବିକେମ୍ ରୁଲର ଇନ୍ 1880 ମହାରାଜା ସାଇ ଯିଏ ଥିଲେ ସିଏ 1820 ବେଳକୁ ରାଜା ହେଇଗଲେ ଠିକ ଅଛି ପ୍ରୋବ୍ଲେମ କୋଉଠି ହେଲା ମହାରାଜା ସାଇ ମରିଗଲେ 1827 ରେ 1827 ମାନେ 7 ବର୍ଷ ପରେ ମହାରାଜା ସାଇରେ ତାଙ୍କର ପୁଅ କେହି ନଥିଲେ ପୁଅ ନଥିଲେ ତ ବ୍ରିଟିଶ ନୋମିନେଟ ରାଣୀ ମୋହନ କୁମାରୀ ତାଙ୍କର ଯୋଉ ୱାଇଫ ରାଣୀ ମୋହନ କୁମାରୀକୁ ମାନେ ଥ୍ରୋନରେ ବସେଇଲେ କ୍ଲେମ ସେଠି ସୁରେନ୍ଦ୍ର ସାଏ ତାଙ୍କୁ ଚ୍ୟାଲେଞ୍ଜ କଲେ ଏଇଠି ମେଲ ଏହାଙ୍କୁ ଯେମିତି ଆମର ମୁଗଲଙ୍କ ଅଣ୍ଡରରେ ରେଜିଆ ସୁଲତାନା दिल्ली सल्तनत रेजिया सुल्ताना को केही एक्सेप्ट କରିପାରୁନଥିଲେ ତ ଫିମେଲ ଲିଡର କୁ ଆକ୍ସେପ୍ଟ କରିବା ପ୍ରୋବ୍ଲେମ ଥିଲା ଆମର ତ ସୁରେନ୍ଦ୍ର ସାଏ ତାଙ୍କୁ ମାନେ ଚ୍ୟାଲେଞ୍ଜ କଲେ ବିକଜ ହି ୱାଜ ଡିସେଣ୍ଡାଣ୍ଟ ଅଫ ମୁକୁନ୍ଦରା ସାଏ ମାନେ ଲେଜିଟିମେଟ ଥ୍ରୋନ ପ୍ରତି ତାଙ୍କର କ୍ଲେମ ଥିଲା ତ ସୁରେନ୍ଦ୍ର ସାଏ ଆଉ ମଧୁକର ସାଇ ଇଏ ତାଙ୍କର ବ୍ରଦର ଥିଲେ ବ୍ରଦର ଆଉ ସୁରେନ୍ଦ୍ର ସାଇ ଏଥିପାଇଁ କ୍ଲେମ କରିଥିଲେ କି ସିଏ ମେଲ ଡିସେଣ୍ଡାଣ୍ଟ ଯେହେତୁ ଆଙ୍କର ନଥିଲା ଇଏ ସୁରେନ୍ଦ୍ର ସାଇ ଚୌହାନ ଡାଇନାଷ୍ଟିରୁ ହିଁ ବିଲଙ୍ଗ କରୁଥିଲେ ଆଉ ରୟାଲ ଫ୍ୟାମିଲିକୁ ବିଲଙ୍ଗ କରୁଥିଲେ ସେଥିପାଇଁ ଷ୍ଟ୍ରଙ୍ଗେଷ୍ଟ ଥିଲେ କଣ୍ଟେଣ୍ଟ ଟୁ ଦ ଥ୍ରୋନ୍ ସେମିତି ହିଁ କଥା ଥିଲା ଯଦି ମେଲ ହେୟାର କେହି ନାହାନ୍ତି ଯେନ୍ ଷ୍ଟ୍ରଙ୍ଗେଷ୍ଟ କଣ୍ଟେଣ୍ଡର ଯିଏ ଅଛନ୍ତି ସେଇ ଫ୍ୟାମିଲିକୁ ବିଲଙ୍ଗ କରୁଛନ୍ତି ଚୌହାନ ଡାଇନାଷ୍ଟିକୁ ତାଙ୍କୁ ମିଳିବ ତ ସିଏ ସୁରେନ୍ଦ୍ର ସାଏଙ୍କୁ ଦେଲେନି ବ୍ରିଟିଶ ରାଣୀ ମୋହନ କୁମାରୀ ଆଉ ପୁଣି ଲେଡି ଥିଲେ ସେଇଟା ହେଇଗଲା ପ୍ରୋବ୍ଲେମ ତ ସୁରେନ୍ଦ୍ର ସାଏ ଦେଖନ୍ତୁ ଖିଣ୍ଡା ଭିଲେଜ ନିୟର ସମ୍ବଲପୁରରେ ସେ ଜନ୍ମଗ୍ରହଣ କରିଥିଲେ ତାଙ୍କର ଛଅଟା ଭାଇ ଥିଲେ ଆଉ ଗୋଟେ ଭଉଣୀ ଥିଲେ ଅଞ୍ଜନା ହେଲା ଉଦନ୍ତ ଦୁର୍ବା ଉଲିଳ ଛବିଳ
ଜାଜେଲା ମେଦିନୀ ଏସବୁ ଦେଖିବେ ତାଙ୍କୁ ବହୁତ ଭାଇ ତାଙ୍କୁ ଏ ଷ୍ଟ୍ରଗଲରେ ସପୋର୍ଟ କରିବେ। କିଛି ଜଣଙ୍କର ସେଇଥିରେ ଡେଥ୍ ବି ହବ ସେଇଟା ବି ଦେଖିବେ। ତ ଏଇଟା ମନେ ରଖିବେ ଅଞ୍ଜନା ତାଙ୍କର ଜଣେ ହିଁ ଭାଇ ଥିଲେ ଆଉ ସେ ଖିଣ୍ଡା ଭିଲେଜରେ ଜନ୍ମଗ୍ରହଣ କରିଥିଲେ। ତାପରେ ପପୁଲାରିଟି ସୁରେନ୍ଦ୍ର ସାଏ ବିକମ୍ ପପୁଲାର ଏବଂ ଟ୍ରାଇବାଲ ଜମିଦାର ସେ ତାଙ୍କ ଭିତରେ ବହୁତ ପପୁଲାର ହେଇଯାଇଥିଲେ। ଗୋଣ୍ଡ ବିଞ୍ଜାଲ ସେମାନେ ତାଙ୍କୁ ସପୋର୍ଟ କଲେ ଟ୍ରାଇବାଲ ଲିଡର। ବିଗିନିଂ ଅଫ 1800 ରିଭୋଲ୍ଟ 1828 ରେ ରିଭୋଲ୍ଟ ହେଲା ଯେତେବେଳେ 1827 ରେ ସେ ରାଜା ରାଣୀକୁ କିଙ୍ଗ କଲେ ଆଉ 1828 ରେ ରିଭୋଲ୍ଟ କରିବା ଷ୍ଟାର୍ଟ କଲେ ରାଣୀ ମୋହନ କୁମାରୀଙ୍କ ଏଗେନଷ୍ଟରେ ତାଙ୍କ ଥ୍ରୋନରେ ବସିବା ପାଇଁ। ବ୍ରିଟିଶ ତାଙ୍କ କ୍ଲେମକୁ ରିଜେକ୍ଟ କରିଦେଲେ ଇଭିନ୍ ଦୋ ହି ହ୍ୟାଡ ପପୁଲାର ସପୋର୍ଟ ବି ଥିଲା। ବ୍ରିଟିଶ ୱାଣ୍ଟେଡ ଏ ପପେଟ ରୁଲର। ଇଏ ଜାଣିଛନ୍ତି ଇଏ ଜମା ବି ତାଙ୍କ କଥାରେ ବ୍ରିଟିଶର ଯିବେନି ସେଥିପାଇଁ ସିଏ ତାଙ୍କୁ ତାଙ୍କ କଥା ଶୁଣିଲେ ନାହିଁ। ତାପରେ ସପୋର୍ଟ ଟୁ କିଏ ସବୁ ସପୋର୍ଟ କରିଥିଲେ ଖିଣ୍ଡା ବଡପାଲି ସୋନପୁର ଏସବୁ ସପୋର୍ଟ କରିଥିଲେ ଜମିଦାର ମାନେ ହେଲା। ଫ୍ୟାମିଲିରେ କିଏ ସପୋର୍ଟ କଲେ ଉଦନ୍ତ ସାହି ଆମେ ଦେଖିଲେ ଆଉ ଅଙ୍କଲ ବଳରାମ ସିଂ ସପୋର୍ଟ କରିଥିଲେ। ଉଦାନ୍ତ ସାହି ଯିଏ ଥିଲେ ସଭା ଉପରେ ଥିଲେ ଲିଷ୍ଟ ଦେଖିଲେ ଆମେ। ବ୍ରିଟିଶ ରେସ୍ପନ୍ସ କ୍ୟାପ୍ଟେନ ୱିଲକିନସନ୍ ସେ ମିଲିଟାରୀ ଅପରେସନ କିନ୍ତୁ ରିଭୋଲ୍ଟକୁ କରିପାରିଲେ ନାହିଁ ସପ୍ରେସ। ୱିଲକିନସନ୍ କ୍ୟାନ ନଟ୍ କୁଡ୍ ନଟ୍। ତାପରେ ବ୍ରିଟିଶ ପଲିଟିକାଲ ଷ୍ଟ୍ରାଟେଜି କଣ ରହିଲା 1833 ରେ ରିମୁଭ ରାଣୀ କୁମାରୀକୁ ରିମୁଭ କରିଦେଲେ। 1827 ବା 28 ରେ ବସେଇଥିଲେ 33 ରେ ରିମୁଭ କରିଦେଲେ ଆଉ ଇନଷ୍ଟଲ ନାରାୟଣ ସିଂ। ସିଏ ସେଠୁ ନାରାୟଣ ସିଂ ପବ୍ଲିକ ପିପୁଲ ଅନହାପି ୱିଥ ନାରାୟଣ ସିଂ। ନାରାୟଣ ସିଂଙ୍କୁ ବି ପିପୁଲ ଆକ୍ସେପ୍ଟ କରିପାରିଲେ ନାହିଁ। ଇମ୍ପୋର୍ଟାଣ୍ଟ ଇଭେଣ୍ଟ 1837 ରେ ବଳଭଦ୍ର ଦେଓ killed at ଦେବ୍ରିଗଡ଼ ହିଲ୍ during conflict with British। ତ ବଳଭଦ୍ର ଦେଓ ମରିଗଲେ। ତ ଦେବ୍ରିଗଡ଼ ହିଲ୍ ରେ ଆମେ ତ ଦେବ୍ରିଗଡ଼ ସାଙ୍ଚୁଆରୀ ଅଛି ଏବେ ଦେଖିଛେ ନ୍ୟାସନାଲ ପାର୍କ ତ ସେଇଠି ସେ ତାଙ୍କର ଆଉ ସୁରେନ୍ଦ୍ର ଏକ୍ସକେପ ମାନେ ଯୋଉ ଆଟାକ ହେଇଥିଲା ବଳଭଦ୍ର ଦେଓ ଜଣେ ତାଙ୍କର ସପୋର୍ଟର ଥିଲେ ସେ ମରିଗଲେ ଆଉ ସୁରେନ୍ଦ୍ର ଏକ୍ସକେପ ହେଇକି ରେଜିଷ୍ଟାନ୍ସ କଲେ। ଆଟାକ ଦୁର୍ଜୟ ସିଂ ଦୁର୍ଜୟ ସିଂ ଥିଲେ କି ସପୋର୍ଟେଡ ବ୍ରିଟିଶ ସେ ବ୍ରିଟିଶ ସପୋର୍ଟର ଥିଲେ ବ୍ୟାକରେ ନାରାୟଣ ସିଂଙ୍କୁ ବ୍ୟାକ୍ କରୁଥିଲେ ସେ ଆମର ତାମାନେ ଏଗେନଷ୍ଟରେ ଥିଲେ। ସୁରେନ୍ଦ୍ର ସାଏ ତାଙ୍କୁ କିଲ୍ଡ ଫାଦର ଆଉ ତା ପୁଅଙ୍କୁ ମାରି ଦେଇକି ତାଙ୍କ ଘର ଉପରେ ଆଟାକ କଲେ। ତ କ୍ୟାପଚର ଅଫ ସୁରେନ୍ଦ୍ର ସାଏ 1848 କ୍ୟାପଚର ହେଇଗଲେ ଏଇଟା ମନେ ରଖିବେ। ଆଉ ଉଦନ୍ତ ସିଂ ବଳରାମ ସିଂ ଆଉ ତାଙ୍କର ମାମୁଁ ଥିଲେ ଇଏ 3 ଜଣ ଯାକ କ୍ୟାପଚର ହେଇଗଲେ। ଇମ୍ପ୍ରିଜନମେଣ୍ଟ ହଜାରିବାଗ ଜେଲକୁ ପଲିଟିକାଲ ପ୍ରିଜନର ଭାବେ ସେଣ୍ଡ ହେଲେ। ଇମ୍ପୋର୍ଟାଣ୍ଟ ବଳରାମ ସିଂ ଡାଏଡ ଇନ୍ ଜେଲ। ଇଏ ବଳରାମ ସିଂ ଜେଲରେ ହିଁ ମରିଗଲେ ହଜାରିବାଗରେ ଆଉ ଦି ଭାଇ ରହିଲେ। ଡକ୍ଟ୍ରିନ ଅଫ ଲାପ୍ସ ଇନ ଦ ମିନ୍ସ ଟାଇମ୍ ଡକ୍ଟ୍ରିନ ଅଫ ଲାପ୍ସ 1849 ରେ ସମ୍ବଲପୁରରେ ଲାଗିଗଲା ଆଉ ନାରାୟଣ ସିଂ ଯେହେତୁ ମରିଗଲେ ତାଙ୍କର କିଛି ହେୟାର ନଥିଲେ ତ ନାରାୟଣ ସିଂ ପୁରା ପାଖାପାଖି ଦେଖ 1833 ରୁ 1849 ତ ପାଖାପାଖି 16 ବର୍ଷ ରହିଗଲେ। ଓକେ ଏମିତି କ୍ରୋନୋଲୋଜିକାଲ ଟା ମନେ ରଖନ୍ତୁ। ସିଏ ଏତେବେଳକୁ ଏମାନେ ସବୁ ଜେଲରେ ଅଛନ୍ତି ତ ଡକ୍ଟ୍ରିନ ଅଫ ଲାପ୍ସ ଲାଗିଗଲା ସମ୍ବଲପୁର ଆନେକ୍ସ ହେଇଗଲା। ଜେ.ଏଚ୍ କ୍ରଫୋର୍ଡ ଟୁକ୍ ଚାର୍ଜ ଅଫ ଆଡମିନିଷ୍ଟ୍ରେସନ ଯୋଉ ଆନେକ୍ସନ ହେଲା ଜେ.ଏଚ୍ କ୍ରଫୋର୍ଡ କୁ ବସେଇ ଦିଆଗଲା ସମ୍ବଲପୁରରେ। କଜେସ୍ ଅଫ ଡିସକଣ୍ଟେଣ୍ଟ ତାପରେ ଯେମିତି ପଳେଇ ଆସିଲା ଯେମିତି ଆମେ ପାଇକ ବିଦ୍ରୋହ ଦେଖିଲେ ଚାଲିଲା ସେଟା ରେଭିନ୍ୟୁ ଏକ୍ସପ୍ଲୋଇଟେସନ ତାପରେ ଲ୍ୟାଣ୍ଡ ରେଭିନ୍ୟୁ ସେଟଲମେଣ୍ଟ ପ୍ରୋବ୍ଲେମ କଲା। ୟୁରୋପିଆନ ଫେଭର୍ଡ ଭିଲେଜେସ୍ ଗ୍ରାଣ୍ଟେଡ ଟୁ ୟୁରୋପିଆନ ଇଂଲିଶ ଲ୍ୟାଣ୍ଡଲର୍ଡସ କୁ ସବୁ ଭିଲେଜ ବାଣ୍ଟି ନେଇଗଲେ ସବୁ ସେମାନେ। ଟ୍ରାଇବାଲ ଆଙ୍ଗର ହେଲା କୋଣ୍ଡ ବିଞ୍ଜାଲ ଥିଲେ ସେଠି ମୁଖ୍ୟ ଗୋଣ୍ଡ ଆଉ ବିଞ୍ଜାଲ ଏମାନେ ସବୁ ଆଫେକ୍ଟେଡ ହେଇଗଲେ। ତାପରେ ଇମ୍ପାକ୍ଟ ଅଫ ରିଭୋଲ୍ଟ ଅଫ 1857 ଆମେ ଜାଣିଲେ 1857 ରେ ମାନେ ଫାର୍ଷ୍ଟ ବ୍ୟାଟଲ ଅଫ ଇଣ୍ଡିପେଣ୍ଡେନ୍ସ ଯୋଉଟା ଚାଲିଥିଲା ସାଡେ ତାର ଇମ୍ପାକ୍ଟ କଣ ହେଲା ନା ସିପାହୀ ମାନେ ହଜାରିବାଗରେ ଯାଇ ପହଞ୍ଚିଗଲେ ବିହାରର ହଜାରିବାଗରେ ତ ତାଙ୍କୁ ଜେଲକୁ ଭାଙ୍ଗିଦେଲେ ଜେଲକୁ ଭାଙ୍ଗିଦେଲେ ସୁରେନ୍ଦ୍ର ସାଏ ଆଉ ଉଦନ୍ତ ସାଏ ଦି ଭାଇ ଥିଲେ ଆମର ମରି ଯାଇଥିଲେ ଯୋଉ କିଏ ବଳରାମ ସିଂ ମରି ଯାଇଥିଲେ ଅଲରେଡି ତ ଇଏ ଏସ୍କେପ କରିଗଲେ। ତାପରେ ସିଏ ପୁଣି ରିଟର୍ନ ଟୁ ସମ୍ବଲପୁର ତ 1857 ରେ ସମ୍ବଲପୁରକୁ ପଳେଇ ଆସିଲେ ପୁଣି ମାନେ ତାଙ୍କୁ ୱେଟ୍ କରିକି ବସିଥିଲେ ତାଙ୍କୁ ୱେଲକମ କଲେ। ଆଉ ଏଠି କଣ ହେଲା ନା ବ୍ରିଟିଶ ତାଙ୍କ ସହିତ ଯୁଦ୍ଧ ନ କରିକି ତାଙ୍କ ସହିତ ନେଗୋସିଏସନ କରିବାକୁ ଚାହିଁଲା କ୍ୟାପ୍ଟେନ ଆର.ଡି. ଲେଇ ୱାଣ୍ଟେଡ ନେଗୋସିଏସନ ମିଟିଂ ଡେଟ୍ 7 ଅକ୍ଟୋବର 1857 ଦେଖନ୍ତୁ ଏଇ ଡେଟ୍ ଲାଇନ୍ ଅଗଷ୍ଟରେ ସେ ରିଲିଜ ହେଇଗଲେ ଆଉ 7 ଅକ୍ଟୋବର 1857 ରେ ମାନେ ବସିଲା ନେଗୋସିଏସନ ମିଟିଂ ଆର.ଟି. ଲେଇଙ୍କ ସହିତ। ସେ ସୁରେନ୍ଦ୍ର ସାଏ କଣ କଲେ କ୍ୟାନସେଲେସନ ଅଫ ଇମ୍ପ୍ରିଜନମେଣ୍ଟ ତାଙ୍କର ଯୋଉ ଇମ୍ପ୍ରିଜନମେଣ୍ଟ ଆହୁରି ଥିଲା ସେ ଖସି ଆସିଥିଲେ ନା ତାଙ୍କୁ ବ୍ରିଟିଶ ଖୋଜୁଥିଲା ତାଙ୍କୁ କ୍ୟାନସେଲ କରିବେ ଆଉ ରେକଗ୍ନିସନ ଆଜ କିଙ୍ଗ ଅଫ ସମ୍ବଲପୁର ତାଙ୍କୁ ସମ୍ବଲପୁରର କିଙ୍ଗ ଭାବେ ଘୋଷଣା କରିବେ। ଅଫକୋର୍ସ ଏଇଟା ଆକ୍ସେପ୍ଟେଡ ଫାର୍ଷ୍ଟ ଡିମାଣ୍ଡ ପାର୍ସିଆଲି ଏଇଟାକୁ ମାନି ନେଲେ ଏଇଟାକୁ ତ ଅଫକୋର୍ସ ବ୍ରିଟିଶ ଭାଙ୍ଗିବେନି ମାନିବେନି ବ୍ରିଟିଶ କେବେ ତା ଟେରିଟୋରୀ ଦବ କି ଦବନି। ତ ଡିକ୍ଲାରେସନ ଅଫ ରିଭୋଲ୍ଟ ପୁଣି 1 ନଭେମ୍ବର 7 ଅକ୍ଟୋବର ଫେଲ ହେଲା 1 ନଭେମ୍ବର 1857 ରେ ଏଟା ଓପନ ରିଭୋଲ୍ଟ ଷ୍ଟାର୍ଟ କରିଦେଲେ। ତାଙ୍କୁ ସମସ୍ତେ ଟ୍ରାଇବାଲ ଜମିଦାର ସବୁ ଆମେ ଜାଣିଲେ ମାଚିଦା କୋଡବଗା ଭେଡେନ ଏ ସବୁ ତାଙ୍କୁ ସପୋର୍ଟ କଲେ। ଷ୍ଟ୍ରାଟେଜି କଣ ଥିଲା
ନା ଝାରଘାଟି ଖିଣ୍ଡା ତାଙ୍କ ସେଣ୍ଟର ଭାବେ ୟୁଜ୍ ହେଲା। ଝାରଘାଟି ଖିଣ୍ଡା ସମ୍ବଲପୁର ଝାରସୁଗୁଡ଼ା ସେ ସବୁ ଯେନ ଗରିଲା ୱେଲଫେୟାରରେ ଏମାନେ ମୁଖ୍ୟ ଥିଲେ। ବ୍ରିଟିଶ ସଡନଲି ଆଟାକ୍ କରିବେ ଏସବୁ ଜାଣିଲେ। ଇମ୍ପୋର୍ଟାଣ୍ଟ ଆଚିଭମେଣ୍ଟ ସେ ନାଗପୁର ବମ୍ବେ ଆଉ ସମ୍ବଲପୁର ବର୍ମା ତ ଇଏ ସବୁ ଭିତରେ ଯୋଉ ବ୍ରିଟିଶ ଆଡମିନିଷ୍ଟ୍ରେସନ ଥିଲା ତ ଯୋଉ କନେକ୍ସନ ଥିଲା ସେଟାକୁ ଏଠି ବିଚ୍ଛିନ୍ନ କଲେ ତ ତାଙ୍କ ଉପରେ ଆଟାକ୍ କରିକି। ତାପରେ ବ୍ରିଟିଶ ଅପରେସନ ବ୍ରିଟିଶ ଅଫିସର କକବର୍ନ କ୍ୟାପ୍ଟେନ ଉଡ୍ ବ୍ରିଜ ସୁଏନି ଆଉ ମେଜର ୱିଣ୍ଡହାମ ତ ଇଏ ସବୁ ଏଠି ଇନ୍ କରିଥିଲେ। ଏମିତି କିଛି ପକେଇ ଦେଇପାରେ କି 1817 ପାଇକ ରିଭଲରେ ଆଙ୍କ ନାଁ ଗୋଟେ ପୁରେଇ ଦେଇଥିବ ତ ଏଇଟା ମନେ ରଖିବେ। ଏମିତି ନାଁଟା ଖାଲି ଉଡ୍ ବ୍ରିଜ ଦିଟା କକବର୍ନ ତାପରେ ଉଡ୍ କୁ ବର୍ନ କରିବେ ଉଡ୍ ବର୍ନ ସୁଇନି ଆଉ ମେଜର ୱିଣ୍ଡହାମ ଏସବୁ ଏଠି ଏଇଥିରେ। ତାପରେ ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ଇନସିଡେଣ୍ଟ ଅଛି ଜୁଜୁମରା ଇନସିଡେଣ୍ଟ ତାକୁ କହୁଛନ୍ତି। ଜୁଜୁମରା 17 ନଭେମ୍ବର 1857। ଦେଖନ୍ତୁ 1 ନଭେମ୍ବରରେ ସେ ରିଭଲ୍ଟ କଲେ। 17 ନଭେମ୍ବରରେ କଣ କଲେ ନା ରିବେଲ ମାନେ ଡକ୍ଟର ମୁର ଆଉ ଡକ୍ଟର ହାନସନ କୁ ଆଟାକ୍ କଲେ କୋଉଠି ଜୁଜୁମରାରେ। ଜୁଜୁମରା ରେଜଲ୍ଟ ଡକ୍ଟର ମୁର କିଲ୍ଡ ବ୍ରିଟିଶ ଉପରେ ହେଭି ଲସ୍ ବ୍ରିଟିଶକୁ ହେଇଥିଲା। ଏଇଟା ଗୋଟେ ମାନେ ରିବେଲଙ୍କ ପାଇଁ ଏଇଟା ଗୋଟେ ଭଲ ଫାଇଦା ଥିଲା। ରିବେଲ ଷ୍ଟ୍ରେନ୍ଥ ଡିସେମ୍ବର 1857 ଅରାଉଣ୍ଡ 1500 ରିବେଲ ଗ୍ୟାଦର ଆରାଉଣ୍ଡ ଆଟାକ୍ ଅଫ୍ କ୍ୟାପ୍ଟେନ ଉଡ୍ 30 ଡିସେମ୍ବର 1857ରେ ହେଲା ମାନେ ଡିସେମ୍ବରରେ ସେମାନେ ଗ୍ୟାଦର ହେଇଥିଲେ। ତାପରେ କ୍ୟାପ୍ଟେନ ଉଡ୍ ଆଟାକ୍ କଲେ। ତାପରେ ଯୋଉଟା ଆମେ ପଢିଲେ କ୍ୟାପ୍ଟେନ ଉଡ୍ କେତେ 30 ଡିସେମ୍ବର 1857ରେ କୋଦୁପଲ୍ଲୀରେ ବ୍ରିଟିଶ ଷ୍ଟ୍ରାଟେଜି ଥିଲା। ବ୍ରିଟିଶ ଷ୍ଟ୍ରାଟେଜି କଣ କଲେ ନା ସିଏ ଆଟାକ୍ କରିଦେଇକି ପଳେଇଲେ କି ଆମେ ହାରିଗଲୁ କହିକି ପଳଉଥିଲେ। ତାପରେ ରିବେଲ ମାନେ ଯୋଉ ଜଙ୍ଗଲରେ ଲୁଚିକି ଥିଲେ ଯେତେବେଳେ ଆଇଲେ ବାହାରିକି ବ୍ରିଟିଶ ପୁରା ରେଡି ଥାଇକିରି ପୁଣି ଆଟାକ୍ କଲେ ସଡନଲି। ତାପରେ 53 ଜଣ ରିବେଲ ପୁରା ମରିଗଲେ। ଏଇଠି ଦେଖନ୍ତୁ ଛବିଳ ସାହି ମରିଗଲେ। ଆମେ ଯୋଉ ତାଙ୍କର ୱାନ୍ ଅଫ ଦ ବ୍ରଦର୍ସ ଥିଲେ ଛବିଳ ସାହି ସିଏ ଏଇଠି ମରିଗଲେ। ତାପରେ ଉଡ୍ ବ୍ରିଜ ସିଏ ବି ଥିଲେ। ସିଏ 12 ଫେବୃଆରୀ 2 ମାସ ପରେ 12 ଫେବୃଆରୀରେ ପାହାରା ସିରଗିଡା ହିଲ୍ସ ରେ ସିଏ ମରିଗଲେ ସର୍ଟ ଡେଡ୍। ତ ଇଏ ଗୋଟେ ମେଜର ଇଏ ତାଙ୍କର ରିଭେଞ୍ଜ ନେଲେ ଗୋଟେ ଉଡ୍ ବ୍ରିଜ କୁ ମାରିକି। ତାପରେ କଲୋନେଲ ଫଷ୍ଟରଙ୍କ ପଲିସି ମାର୍ଚ୍ଚ 1858ରେ। ତାପରେ ମେଜର ଇମ୍ପେଜ ପଲିସି ଏତେ କିଛି ଦରକାର ନାହିଁ। ସିଏ ଇମ୍ପେ କନସିଲିଏଟରୀ ଆପ୍ରୋଚ ନେଲେ ମାନେ 1861 ପ୍ରାୟ 3 ବର୍ଷ ପରେ କି ଚାଲ କଣ ହେଇଛି ଯାହା ହେଇଛି ତାକୁ ଇଏ କରି ଏବେ ଆଉ ତାଙ୍କୁ ମନେଇଦବା ଆଉ ତାକୁ ଯଦି ଅଧିକ କରିବାନି ବହୁତଙ୍କର ଲସ୍ ହଉଛି ସେ ଏମିତି କଲେ। ଏସବୁ କଲା ଫଳରେ ସରେଣ୍ଡର କଲେ କାହାର ରାତ୍ରେ ମେଜର ରାତାରେଙ୍କ ପଲିସିରେ ସୁରେନ୍ଦ୍ର ସାଏ ସରେଣ୍ଡର କଲେ କେବେ 16 ମେ 1862। ଏଇଟା ମନେ ରଖିବେ 16 ମେ ମାନେ 5 1862ରେ ସିଏ ସୁରେନ୍ଦ୍ର ସାଏ ଆମର ସରେଣ୍ଡର କଲେ। ସରେଣ୍ଡର କାହା କଲେ ମେଜର ଇମ୍ପେ ବିଫୋର 40 ଫଲୋଅରଙ୍କ ସହିତ ସରେଣ୍ଡର କଲେ। ବ୍ରିଟିଶ ପ୍ରମିସ କଲା ଫୁଲ ପାର୍ଡନ ତାଙ୍କୁ ପୁରା ଛାଡି ଦିଆଯିବ ଆଉ ପେନସନ 1200 ଆନୁଆଲି ପେନସନ ଦବା ଫ୍ୟାମିଲିକୁ 4600 ଆମେ ପେନସନ ଦବା। ଇଏ କାହାକୁ ମେଜର ଆଉ ମେଜର ଇମ୍ପେଙ୍କ ଅଣ୍ଡରରେ ଏଇଟା ହେଇଥିଲା। ରେସିଡେନ୍ସ ବାରଗାଁରେ ରହିଲେ ସେ ବାରଗାଁରେ ଏଇଟା ମନେ ରଖିବେ କଣ ହେଇଥିଲା ସବୁ ଆରେଞ୍ଜମେଣ୍ଟ 1862 16 ମେ ରେ। ମେଜର এবି କୁମ୍ବରଲେଜ ଆସିଲେ। ସିଏ କିନ୍ତୁ ତାକୁ ପସନ୍ଦ ଆସିଲେନି। ସିଏ କହିଲେ ନାଇଁ ଆମେ ଜଣେ ଯିଏକି ଆମ ଏଗେନଷ୍ଟ ଏତେ କିଛି କଲେ ତେଣୁ ମାରିଦେଲେ ଆମେ ତାଙ୍କୁ ଜମା ବି ପ୍ରଶୟ ଦବାନି। ତ 23 ଜାନୁଆରୀ 1864ରୁ ତାଙ୍କୁ ଆରେଷ୍ଟ କରିଦିଆଗଲା ପୁଣି ହେଲା। ଉଦନ୍ତ ସାହି ଧ୍ରୁବ ସାହି ମିତ୍ରଭାନୁ ସାହି ଆଉ ଧରଣୀଧର ସାହି ତାଙ୍କ ଏ ସବୁ ଉଦନ୍ତ ସାହି ତ ଭାଇ ଥିଲେ ଆମେ ଜାଣିଲେ। ଆଉ ଯେତେ ସବୁ ତାଙ୍କ ସାହି ପଡିଶାର ସବୁ ଭାଇ ସବୁ ଇଏ କରୁଥିଲେ ତାଙ୍କୁ ସବୁ ଆରେଷ୍ଟ କରିଥିଲେ। ତାପରେ ରାୟପୁର ଛତିଶଗଡ଼ ରାୟପୁରରେ ତାଙ୍କୁ ନେଇକରି ଟ୍ରାଏଲ ହେଲା 23 ଜୁନ 1864ରେ। ରିଜନ ପନିଶମେଣ୍ଟ ମାନେ ଟ୍ରାନ୍ସପୋର୍ଟେସନ ଫର ଲାଇଫ ପାଇଁ ପୁରା ଲାଇଫ ଟା ଜେଲରେ କାଟିବେ ବୋଲି ତାଙ୍କୁ ଟ୍ରାନ୍ସପୋର୍ଟ କରିଦିଆଗଲା 23 ଜୁନ 1864ରେ ତାଙ୍କୁ। ତାପରେ ସେ ଆପିଲ କଲେ ଜନ ସ୍କାରଲେଟ କ୍ୟାମ୍ବେଲଙ୍କ କୋର୍ଟରେ ବଟ୍ ରିଭର୍ସ ସେ କୋର୍ଟ ଜଜମେଣ୍ଟକୁ ରିଭର୍ସ କଲା। କିନ୍ତୁ ବ୍ରିଟିଶ ଦେଖନ୍ତୁ କୋର୍ଟ ଜଜମେଣ୍ଟକୁ ଇଗ୍ନୋର କରିଦେଲା ପୁରା। ବ୍ରିଟିଶ ସେତେବେଳେ କୋର୍ଟକୁ ବି ମାନୁ ନଥିଲା। ରେଗୁଲେସନ 3 ଅଫ 1818 ସୁରେନ୍ଦ୍ର ସାଏ ଡିଟେନ୍ଡ ଏଗେନ୍। ତାପରେ ସେ ପୁଣି ଡିଟେନ୍ କରାଗଲା। ଲାଷ୍ଟ ଷ୍ଟେଜ ଅଫ ସୁରେନ୍ଦ୍ର ଆସିଗଡ଼ ଫୋର୍ଟ ଏଇଟା ମନେ ରଖିବେ ଫୋର୍ଟ ପ୍ରିଜନ ଆସିଗଡ଼ରେ ସିଏ ମାନେ ଲାଷ୍ଟରେ ରହିଥିଲେ। ତାପରେ ସେ ବାରମ୍ବାର ପିଟିସନ 1866 71 1876 ସବୁ ପଠେଇଛନ୍ତି କିନ୍ତୁ ରିଜେକ୍ଟ କରାହେଇଛି। 28 ଫେବୃଆରୀ 1884ରେ ସେ ମରିଯାଇଥିଲେ ଆସିଗଡ଼ ଜେଲରେ ହିଁ ମରିଯାଇଥିଲେ। ତ ତାଙ୍କର 1810ରୁ 28 ଫେବୃଆରୀ 1884 ଏଇଟା ମନେ ରଖିବେ ତାଙ୍କ ଲାଇଫ ସ୍ପାନ। ସେ 74 ବର୍ଷ ବଞ୍ଚିଥିଲେ ପାଖାପାଖି। ରେଜଲ୍ଟ କଣ ହେଲା ରେଜଲ୍ଟଟା ସବୁବେଳେ ମନେ ରଖିବେ ପଲିଟିକାଲ ଷ୍ଟାବିଲିଟି ରିଷ୍ଟୋର। ତାପରେ ରେଷ୍ଟ୍ରିକ୍ସନ ଜମିଦାରଙ୍କ ଉପରେ ରେଷ୍ଟ୍ରିକ୍ସନ ବେଠି ବେଗାରୀ ଆବୋଲିଶ କରାଗଲା ଯୋଉ ଆମର ଫୋର୍ସ ଲେବର ଆବୋଲିଶ କରାଗଲା। ଆଉ ରେଭିନ୍ୟୁ ରେଫର୍ମ ଇଣ୍ଟ୍ରୋଡ୍ୟୁସ କରାଗଲା। ଆଡମିନିଷ୍ଟ୍ରେଟିଭ ଚେଞ୍ଜ 1864ରେ ସମ୍ବଲପୁର ଟ୍ରାନ୍ସପୋର୍ଟ ଟୁ ସେଣ୍ଟ୍ରାଲ ପ୍ରୋଭିନ୍ସେସ୍ ଏଇଟା ମନେ ରଖିବେ।
ଏଇଟା ଇମ୍ପୋର୍ଟାଣ୍ଟ। 1864 ସମ୍ବଲପୁରକୁ ସେଣ୍ଟ୍ରାଲ ପ୍ରୋଭିନ୍ସକୁ ପଳେଇଲା। 1905 ଏଗେନ୍ ଟ୍ରାନ୍ସଫର ଟୁ ବେଙ୍ଗଲ। ତ 1864 1905 ଏମିତି ରିଅର୍ଗାନାଇଜେସନ ହେଇଥିଲା। ତ ସୁରେନ୍ଦ୍ର ସାଏଙ୍କ ନାଁରେ VSSUT ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ରିନେମ୍ ହେଇଥିଲା 2009ରେ। ତା ଆଗରୁ ଅଲଗା ନାଁରେ ଥିଲା, VSSUT 2009 ହେଲା। ଆଉ ଯୋଉ ଝାରସୁଗୁଡାରେ ଏୟାରପୋର୍ଟ ଅଛି ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ଅଛି। ଦିସ୍ ଇଜ ହିଜ ଲେଗାସି। ତ ଦିଜ୍ ଆର୍ ସମ୍ କୋଶ୍ଚିନ୍, ସେଇଟାକୁ ଟିକେ କରିବେ ମାଇଣ୍ଡଫୁଲି। ତ ବୀର ସୁରେନ୍ଦ୍ର ସାଏ କୋଉଠିକାର? ସମ୍ବଲପୁର ଥିଲେ। ହୁଇଚ୍ ଇୟର ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଫର୍ମାଲି ଆନେକ୍ସ ପିନ୍ ଷ୍ଟେଟ୍? କେବେ? 1849ରେ। ନାରାୟଣ ସିଂଙ୍କ ଡେଥ୍ ପରେ। ହୁଇଚ୍ ଜେଲ୍ ୱାଜ ବୀର ସୁରେନ୍ଦ୍ର ବ୍ରୋକେନ୍ ଆଉଟ୍? ହଜାରିବାଗ ଜେଲରୁ ସେ ମାନେ ବାହାରିଥିଲେ 1857ରେ। ଆଉ ଲାଷ୍ଟକୁ ମରିଥିଲେ ଆସିଗଡ଼ ଫୋର୍ଟ। ଆସିଗଡ଼ ଫୋର୍ଟରେ ସେ ମରିଥିଲେ। ତ ଏଇଟା ମନେ ରଖିବେ। ବୀର ସୁରେନ୍ଦ୍ର ସାଏ ସ୍ପେଣ୍ଡ ଇଜ ଫାଇନାଲ ଆସିଗଡ଼ ଫୋର୍ଟ। ତାପରେ ଟୁ ଅନର ଅନମ୍ୟାଚଡ ଝାରସୁଗୁଡା ଏୟାରପୋର୍ଟ ହେଇଥିଲା କେବେ? ରିନେମିଂ କେବେ କରାଗଲା? 2018ରେ ତାକୁ ରିନେମ୍ କରିଦିଆ ହେଇଛି। ତାପରେ 1862ରେ ରିଅଲାଇଜିଂ ମିଲିଟାରୀ ସଲ୍ୟୁସନ ଏଗେନ୍ଷ୍ଟ ସୁରେନ୍ଦ୍ର ସାଏ କରିଲା ପ୍ରୋସେସ। ମାନେ ଆମେନ୍ସଟି କିଏ କରିଥିଲେ? ଏଇଟା କ୍ୟାପ୍ଟେନ 18 ନମ୍ବର ମେଜର ଇମ୍ଫେ। ଏଇଟା ମନେ ରଖିବେ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। କିଏ? ମେଜର ଇମ୍ଫେ। ଫୁଲ ଆମେନ୍ସଟି ଦିଆଯିବ ବୋଲି ତାଙ୍କୁ କୁହାଯାଇଥିଲା, ତମେ ଯଦି ସରେଣ୍ଡର କରିବ। 1857 1862 ଭିତରେ ଅର୍ଗାନାଇଜ ଫାଇଟ୍ ହାଇଲି ମୋବିଲାଇଜ ୟୁନିଟ୍ସ ନୋନ୍ ଆଜ ଆଦିଜ। ଏଇଟା ଇମ୍ପୋର୍ଟାଣ୍ଟ, ଏଇଟା ମନେ ରଖିବେ। ଆଦିଜ କରିକି ସେ ଫାଇଟ୍ କରିଥିଲେ। What was the function of Adis? ସେ heavily fortified hidden jungle outpost। ମାନେ ଆଦିଜ ହଉଛି ଗୋଟେ ଗରିଲା ଆଉଟଫିଟ୍ ଗୋଟେ ହେଲା। ସେ କଣ ସେ ନା ଜଙ୍ଗଲ ଆଉଟପୋଷ୍ଟ ଆଉ ଷ୍ଟକେଡ୍, ମାନେ ଏଇଠି ସେ ରହୁଥିଲେ ଜଙ୍ଗଲରେ ହେଭିଲି ଫୋର୍ଟିଫାଇଡ ହେଇକି। ତ ସେଇଟା ଆଦିଜ କହୁଛନ୍ତି ତାଙ୍କୁ, ଏଇଟା ମନେ ରଖିବେ। ତାପରେ ହୁ ୱାଜ ଦ ଲିଜେଣ୍ଡାରୀ ଟ୍ରାଇବାଲ ଚିଫଟେନ ଆଣ୍ଡ ଜମିଦାର ଅଫ ଘେଇ ଗିଣ ମାନେ ଘିସ୍ କହୁଛନ୍ତି। ଆକ୍ଚୁଆଲି ପିଲାର ଅଫ ଷ୍ଟ୍ରେନ୍ଥ ଅଫ ସୁରେନ୍ଦ୍ର ସାଏ କିଏ କରିଥିଲେ? ଇଏ ହଉଛନ୍ତି ମାଧବ ସିଂ। ମାଧବ ସିଂ ତାଙ୍କୁ ବହୁତ ସପୋର୍ଟ କରିଥିଲେ। ରାଣୀ ମୋହନ କୁମାରୀ ଲେଟର କଜ୍ ମାସିଭ ହ୍ୱାଟ ୱାଜ ଦ ପ୍ରାଇମେରୀ ଇକୋନୋମିକ ଗ୍ରିଭାନ୍ସ ଅଫ ତାଙ୍କର କଣ ଥିଲା ନା ଆଗ୍ରେସିଭ ହାଇକିଂ ଲ୍ୟାଣ୍ଡ ରେଭେନ୍ୟୁ ଏଭିକ୍ସନ ଅଫ ଲ୍ୟାଣ୍ଡ ରେଭେନ୍ୟୁ ପଲିସି ଏଗେନ୍ଷ୍ଟରେ ସେ ଟ୍ରାଇବାଲ ମାନେ ଇଂରେଜ ଏଗେନ୍ଷ୍ଟରେ ଯାଇଥିଲେ। ଏବଂ ଜେନେସିସ୍ କନଫ୍ଲିକ୍ଟ ସୁରେନ୍ଦ୍ର ସାଏ ଆଉ ବ୍ରିଟିଶ ଜେନେସିସ୍ ଅଫ କନଫ୍ଲିକ୍ଟ କଣ ଥିଲା? ସୁରେନ୍ଦ୍ର ବିଲଙ୍ଗ ଚୌହାନ ଲିନିଏଜ ଆଉ ଲେଜିଟିମେଟ କ୍ଲେମେଣ୍ଟ ଥିଲେ। ଆଉ ରାଜା ମହାରାଜା ସାଇ ମରିଗଲା ପରେ 1827 ପରେ ତାଙ୍କୁ ମିଳିବା କଥା ବୋଲି ସେ କହିଥିଲେ। ସେଟା ଠିକ ଅଛି। ବ୍ରିଟିଶ ବାଇପାସ କେମ୍ ଅଫ୍ ପ୍ଲେସ ରାଣୀ ମୋହନ କୁମାରୀକୁ ପ୍ଲେସ କରିଥିଲେ। ତ ବୋଥ ଆର୍ ଟ୍ରୁ। ମେଜର ଇମ୍ଫେ ଟୁ କଭର ଡେପୁଟି କମିଶନର ସମ୍ବଲପୁର, ଏସବୁ ତ ଟିକେ ଦେଖିଦେବେ। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କେତେଟା ଅଛି ଆଗରୁ। କିଛିଟା ଏପିସୋଡିକ ଇଭେଣ୍ଟସ ଯୋଉଟା କି ମେଜର ଟ୍ରାଇବାଲ ଅପରାଇଜିଂ, ସେଟା ଆମର ଫେଭରାଇଟ ଥାଏ ଏକ୍ସାମିନର ମାନଙ୍କର। ଟ୍ରାଇବାଲ ଅପରାଇଜିଂ କେତେଟା ହେଇଥିଲା? ଡ୍ୟୁ ଟୁ ଷ୍ଟ୍ରଙ୍ଗ ଡିସଲାଇକ୍ ଟୁ ବ୍ରିଟିଶ ଗଭର୍ଣ୍ଣମେଣ୍ଟ, ଏଇଟା ହେଇଥିଲା। ଆମେ ଦେଖିଲେ କି ଆମର ଯେତେବେଳେ ବ୍ରିଟିଶ ମାନେ ଆସିଥିଲେ, ଆମର ତିନି ପ୍ରକାର ଜିନିଷ ଏଠି ଓଡିଶାରେ ଥିଲା। କିଛିଟା ଟ୍ରାଇବାଲ ଲ୍ୟାଣ୍ଡ ଥିଲା, ଆଉ କିଛିଟା ମାନେ ଅକୁପାଏଡ ବାଇ ମାନେ ଅଣ୍ଡର ମୁଗଲଙ୍କ ଅଣ୍ଡରରେ ନିଜାମ କିଛିଟା ଅକୁପାଇ କରି ରଖିଥିଲେ। କିଛିଟା ଆମର ପ୍ରିନ୍ସଲି ମାନେ ରିଜନାଲ ରୁଲର ମାନେ ଥିଲେ, ଲାଇକ ଖୋର୍ଦ୍ଧା, ସେଠି ରିଜନାଲ ରୁଲର ବ୍ରିଟିଶ ମାନେ ନେଇଯାଇଥିଲେ। ଆଉ କିଛିଟା ଟ୍ରାଇବାଲ ସିଟି ସେମାନେ ଯେମିତି ସମ୍ବଲପୁର, ସେଠି ସେ ରିଜନାଲ ରୁଲରଙ୍କ ଏଗେନ୍ଷ୍ଟରେ ସେଟା ହେଇଥିଲା ରିଭୋଲ୍ଟ, ସେଟା ଦେଖିଲେ। ଆଉ କିଛିଟା ଟ୍ରାଇବାଲ ମାନେ ବି ରିଭୋଲ୍ଟ କରିଥିଲେ। ତ ସେଇଟାକୁ ଟିକେ ଦେଖିଦବା। ଏଠି ଘୁମସର ଦିଟା ଅଛି। ଦୋରା ବିଷୟଙ୍କ ଅଣ୍ଡର ହେଇଥିଲା, ଆଉ ସେଠିକାର ମେଜରଲି କନ୍ଧ ଥିଲେ, ତାଙ୍କ ଚକ୍ର ବିଷୟଙ୍କ ଅଣ୍ଡରରେ ବି ହେଇଥିଲା। ତ ସେଇଟା ଗୋଟେ ଦେଖିବା। ଭୂୟାଁ ଧରଣୀ ରତ୍ନ ନାୟକ ଧରଣୀଧର ନାୟକ ଏଗେନ୍ଷ୍ଟ ହେଇଥିଲା। ଏଇଟା ମୁଁ ମେନସନ କରିଛି ବସ୍, ଏଇଟା ଆମର ଓଡିଶାର ନୁହେଁ। ବିର୍ସା ମୁଣ୍ଡା ଲୁଗନ ଯୋଉଟା ତାଙ୍କୁ ରିଭୋଲ୍ଟ କୁହାଯାଏ, ଏଇଟା ବିର୍ସା ମୁଣ୍ଡାଙ୍କର ଏଇଟା କେତେ ବର୍ଷ ଗୋଟେ କମ୍ପ୍ଲିଟ ହେଇଛି, ତ ତାଙ୍କୁ ଦେଖିଦେବେ। ସେଇଟା ନ୍ୟୁଜରେ ଥିଲା ଏଇଟା। ତ ଏଇ ରିଗାର୍ଡିଂ ଟିକେ କଭର କରିକି ଯିବେ। ସେଥିପାଇଁ ମୁଁ ଏଠି ଦେଇଛି। ଆଉ ଏଠି ମୁଁ ଲିଷ୍ଟ ଦେଇଛି ଇଣ୍ଡିଆର ମେଜର ଟ୍ରାଇବାଲ ରିଭୋଲ୍ଟ ଆଉ ତାଙ୍କର ଲିଡର ସବୁ। ଏଇଟା ଏକ୍ସାମରେ ବହୁତ ପଡେ, ଏଟା ଟିକେ ଦେଖିଦେବେ। ଭେଲୋର ମ୍ୟୁଟିନି, ତାପରେ ଏଇଠି 1817 ବକ୍ସି ଜଗବନ୍ଧୁ, ଆହମ ରିଭୋଲ୍ଟ, ଗନ୍ଧର କୁଁୱର, ଏବେ ଆଉ କ୍ରୋନୋଲୋଜିକାଲି ବି ସଜେଇକି ପଢିବାକୁ ଦିଏ। ୱାହାବି, ସହିଦ ଅହମ୍ମଦ ବରେଲଭି। ତ ଏମିତି ଟିକେ ଏଇଟାକୁ ଓଭରଲୁକ୍ କରିଦିଅନ୍ତୁ। ମୁପଲା ରିବେଲିୟନ ପୁରା 1847 ଯାଏ, 1863 ଦେଇଛି। ଏଇଟା ମ୍ୟାଥ ଦ କଲମ ଇଏ ସିଏ ପଡିଯାଇପାରେ, ଏଇଟାକୁ ଟିକେ ଦେଖିଦିଅନ୍ତୁ ହେଲା। ଏଇଟା ଇମ୍ପୋର୍ଟାଣ୍ଟ ଥାଏ। ଏଇଟା ନିହାତି ଦେଖିକି ଯିବେ, ଯେହେତୁ ଟ୍ରାଇବାଲରେ ଆମର ବିର୍ସା ମୁଣ୍ଡା ନ୍ୟୁଜରେ ଥିଲେ, ତ ଏଥିରେ ପଡିବାର ବହୁତ ଚାନ୍ସେସ୍ ଅଛି। ନେକ୍ସଟ, ଆମର ଟ୍ରାଇବାଲ ମାନେ ପ୍ରଥମେ ରିଭୋଲ୍ଟ କଲେ କଣ ପାଇଁ? ତ ପ୍ରଥମେ ଷ୍ଟ୍ରଙ୍ଗ ଡିସଲାଇକ୍ ଟୁ ଦ ନ୍ୟୁ ରୁଲ,
ଅପ୍ରେସିଭ୍ ରେଭେନ୍ୟୁ। ଆମେ ମନେ ଅଛି ଯେତେବେଳେ ବ୍ରିଟିଶ ମାନେ ଆସିଥିଲେ ତାଙ୍କୁ ଆମ ଦେଶ ମାନେ ଆମ ରାଜ୍ୟର ଓଡ଼ିଶାର ଲୋକମାନେ ତାଙ୍କୁ ୱେଲକମ୍ କରିଥିଲେ, କାହିଁକି ନା ସେ ମରାଠା ମାନଙ୍କ ଦ୍ୱାରା ଏତେ ନିଷ୍ପେଷିତ ହଉଥିଲେ ଯେ ତାଙ୍କୁ ସେ ୱେଲକମ୍ କରିଥିଲେ। ବଟ୍ ବ୍ରିଟିଶ ମାନଙ୍କର ଟ୍ରୁ ନେଚର ବେଶୀ ଦିନ ନାହିଁ, ଜଷ୍ଟ କିଛି ଦିନ ମଧ୍ୟରେ ଜଣା ପଡିଥିଲା। ତାପରେ ଜଗବନ୍ଧୁ ବକ୍ସି ଜୟୀରାଜଗୁରୁ ବି ରିଭୋଲ୍ଟ କରିଥିଲେ ଜଷ୍ଟ 1804 5 ମାସ ଭିତରେ। ତାପରେ ବ୍ରିଟିଶ ପଲିସି ଇଣ୍ଟରଭେନସନ୍ସ ୱିଥ୍ ଦ ରିଜନାଲ ସୋସିଆଲ ରିଫର୍ମର, ଏସବୁ ଯୋଉ ମିଶନାରୀ ଆକ୍ଟିଭିଟି ଆସିଲେ, କନଭର୍ଟ କଲେ ଖ୍ରୀଷ୍ଟିଆନିଟି ଇଏ କଲେ, ତ ଏସବୁ ବି ତାଙ୍କୁ ଟ୍ରାଇବାଲ ମାନଙ୍କୁ ପସନ୍ଦ ଆସିନଥିଲା। ତ ଏଇଟା ଥିଲା ମେଜର କଜ ରିଭୋଲ୍ଟର। ତାପରେ ଘୁମସର ଅଣ୍ଡର ଦୋରା, ଘୁମସର ଟା କୋଉ ଜାଗାରେ ଆମର ଗଜପତି ବା ଗଞ୍ଜାମ ଏରିଆରେ ଆସିଥିଲା। ଘୁମସର ଗୋଟେ ଏରିଆ, ସେଠି ଏଠି ହେଇଥିଲା କଣ ପାଇଁ ଦେଖନ୍ତୁ, ଟ୍ରାଇବାଲ ଏରିଆ ଅଣ୍ଡର ମାଦ୍ରାସ, ଗଞ୍ଜାମ ଗଜପତି ଏରିଆଟା ମାଦ୍ରାସରେ ଆସିଥିଲା। ଏଇଟା ଆମେ ଓଡ଼ିଶାକୁ ସେ 3 ଭାଗ ବିଭକ୍ତ କରିଥିଲେ। ୱେଷ୍ଟଟା ପଡ଼ିଥିଲା ସେଣ୍ଟ୍ରାଲ ପ୍ରୋଭିନ୍ସ, ନର୍ଥଟା ପଡ଼ିଥିଲା ବେଙ୍ଗଲ, ଆଉ ସାଉଥଟା ପଡ଼ିଥିଲା ମାଦ୍ରାସ। ଓଡ଼ିଶାର କିଛି ନଥିଲା। ଯେବେ ଆମେ ରିୟୁନିଫିକେସନ ଅଫ୍ ଓଡ଼ିଶା ପଢିବା, ସେଠି ଆମେ ଦେଖିଦବା କେମିତି ଡିଭାଇଡ କରିଥିଲେ, କଣ ସବୁ ପଲିସି କରିଥିଲେ। ତ ଏଠି ରୁଲର ମୁଖ୍ୟ ରିଜନ ଥିଲା ମେରିଆ। ମେରିଆ ହଉଛି ହ୍ୟୁମାନ ସାକ୍ରିଫାଇସ୍, ତ ତାକୁ ବ୍ୟାନ୍ କରିଥିଲେ। ଆଉ ମିଶନାରୀ ଆକ୍ଟିଭିଟିଜ, ଏମାନେ ଆସିକି ଏଗାଲିଟେରିଆନ ସୋସାଇଟି କରିବା, ଆମେ ଏଠି ଏମିତି ସବୁ କନଭର୍ଟ କରିବା, ଏସବୁ ଜିନିଷ କରିଥିଲେ, ଯୋଉଥିରେ କି ମେଜର ତାଙ୍କ ଡିସକଣ୍ଟେଣ୍ଟ ତାଙ୍କ ମନରେ ହେଇଥିଲା। ତାପରେ ଅପ୍ ଟୁ 50% ଲ୍ୟାଣ୍ଡ ରେଭେନ୍ୟୁ ଦେବାକୁ ପଡୁଥିଲା। ବାବା ମାନେ ଭାବା ରୁଲର୍ସ ଆଣ୍ଡ ବ୍ରିଟିଶ ଧନଞ୍ଜୟ ଭାବାଙ୍କର ବ୍ରିଟିଶ ମଧ୍ୟରେ ମୁଖ୍ୟ ପ୍ରୋବ୍ଲେମ ହେଇଥିଲା। ଆଉ ସିଏ ମାନେ ଛାଡିକି ପଳେଇଥିଲେ, ଆଉ ତାଙ୍କୁ ମାନେ ହେଲ୍ପ ଦରକାର ଥିଲା। ସିଏ ଯେତେବେଳେ ମଲେ, ବ୍ରଦର ମାନେ ତାଙ୍କର ରିଭୋଲ୍ଟ କରିଦେଲେ। ସିଏ ଯେତେବେଳେ ମରିଗଲେ ଏଠୁ ଭାଗିକି, ତ ତାଙ୍କ ବ୍ରଦର ମାନେ ରାଗିଗଲେ, ଆଉ ସିଏ ରିଭୋଲ୍ଟ କଲେ। ଦୋରା ବିଷୟ କିଏ ଥିଲେ? ହେଡ୍ ଅଫ୍ ଲୋୟର ଘୁମସର ଟ୍ରାଇବ୍ସ। ଘୁମସରଙ୍କର ଗୋଟେ ଲୋୟର ଟ୍ରାଇବ ଥିଲା, ତାଙ୍କ ଭିତରେ ସେ ଗୁଡ ଫାଇଟର ଥିଲେ। ଆଉ କମାଣ୍ଡର ଇନ୍ ଚିଫ୍ ଘୁମସର ଆର୍ମି, ମାନେ ଯୋଉ ତାଙ୍କର ଯୋଉ କୋନ୍ ମାନେ ଥିଲେ ସେଠି, ସେମାନେ ଆଙ୍କୁ ଆର୍ମି ଚିଫ୍ କଲେ, କହିଲେ ତମେ ଲିଡର ହୁଅ, ଆମେ ଯୁଦ୍ଧ କରିବା। ବ୍ରିଟିଶ ରେସ୍ପନ୍ସ କଣ ହେଲା ନା, ମାଦ୍ରାସ ପ୍ରେସିଡେନ୍ସି ଅଣ୍ଡର ଥିଲା, ସାଙ୍ଗେ ସାଙ୍ଗେ ଜର୍ଜ ଏଡୱାର୍ଡ ରସେଲ, ଆଣ୍ଡ୍ରେ ରସେଲ ଯେମିତି, ସେ ଆସିଲେ, ଏଡୱାର୍ଡ ରସେଲ ଆସିଲେ ଡୋରାଙ୍କୁ ରିପ୍ଲେସ୍ କରିବା ପାଇଁ। ହେନରୀ ରିକେଟ୍ସଙ୍କ ଇନଷ୍ଟ୍ରକ୍ସନରେ କମିଶନର ଅଫ ଯେ ଓଡ଼ିଶା ଥିଲେ ହେନରୀ ରିକେଟ୍ସ। ରାଜା ସୋମନାଥ ସିଂ ଅଫ ଅନୁଗୁଳ, ଏଇ ସୋମନାଥ ସିଂଙ୍କର ମେନସନଟା ଅଛି, ଏଇଟା ମନେ ରଖିବେ। ଏଠି ସେ ବ୍ରିଟିଶକୁ ହେଲ୍ପ କଲେ, ଆଉ ପରେ ଦେଖିବେ ସେ ତାଙ୍କ ଏଗେନ୍ଷ୍ଟରେ ଯିବେ। ସୋମନାଥ ହ୍ୟାଡ ପ୍ଲେଡ ଏ ଭେରି ଇମ୍ପୋର୍ଟାଣ୍ଟ ରୋଲ ଇନ୍ ସରାଉଣ୍ଡିଂ ଦୋରା ବିଷୟ। ଲାଷ୍ଟରେ ରାଜା ସୋମନାଥ ସିଂ ଅନୁଗୁଳ ହ୍ୟାଣ୍ଡେଡ ଓଭର ଦୋରା ବିଷୟ ବ୍ରିଟିଶକୁ 1837ରେ ସିଏ ମାନେ ଧରେଇ ଦେଇଥିଲେ ରାଜା ସୋମନାଥ ସିଂ, ହେଲା। ଲାଇଫ ଇମ୍ପ୍ରିଜନମେଣ୍ଟ ମିଳିଲା। ଆଉ ଉଟିରେ ଯାଇକି 1946ରେ ସିଏ, ସରି 1846ରେ ସିଏ ମରିଗଲେ, ହେଲା। ଉଟିରେ ସିଏ ମଲେ। ତାପରେ ରେଜଲ୍ଟ କରାହେଲା କଣ, କନ୍ଧଙ୍କ ସହିତ ବ୍ରିଟିଶ ମାନେ ନୂଆ ଆଗ୍ରିମେଣ୍ଟ କଲେ। ସେ ସାମ ବିଶୋଇଙ୍କୁ ତାଙ୍କ ଲିଡର ଭାବେ ବାଛିଲେ, ସାମ ବିଶୋଇ, ଯୋଉଟା କି ତାଙ୍କୁ ପସନ୍ଦ ଆସିବ ନାହିଁ। ଦେଖନ୍ତୁ, ତାପରେ ସେ ରିଭୋଲ୍ଟଟା ସେଠି ଏଣ୍ଡ ହେଇନଥିଲା। ଘୁମସର, ତ ଇଏ ଦେଖିଲେ କୋଉ ଟାଇମ ସମୟରେ ହେଲା, 1837, ଏଇ ପାଖାପାଖି ସେଇ 1836 37 କଥା ହିଁ ଏଇଟା ଚାଲିଛି, ହେଲା। ଟାଇମ ଲାଇନ ଟା ମନେ ରଖନ୍ତୁ, ଏଇଟା ପକେଇଦବ କୌଣସି ଇଣ୍ଡିଆର ଗୋଟାକୁ ଇଏ ଭିତରେ ଏଇଟା ପକେଇ ଦେଇଥିବ, ଆପଣ କନଫ୍ୟୁଜ ହେଇଯିବେ, ତ ଏଇଟା ମନେ ରଖନ୍ତୁ। ତାପରେ ଘୁମସର ଅଣ୍ଡର ଚକ୍ର, ଚକ୍ର ହଉଛନ୍ତି ତାଙ୍କ ନେଫ୍ୟୁ, ୱାଣ୍ଟେଡ ଟୁ ଆଭେଞ୍ଜ, ସିଏ ଆଙ୍କର ଡେଥକୁ ଆଭେଞ୍ଜ କରିବାକୁ ଚାହିଁଲେ। ରିପ୍ଲେସଡ ମେରିଆ ଏଜେଣ୍ଟ ମ୍ୟାକଫେରସନ ୱିଥ କ୍ୟାମ୍ପବେଲ, ମାନେ କି ବ୍ରିଟିଶ ଆମର ଯୋଉ ମେରିଆ ଏଜେଣ୍ଟ, ମାନେ ମେରିଆକୁ ପ୍ରିଭେଣ୍ଟ କରିବା ପାଇଁ ଗୋଟେ ଏଜେଣ୍ଟକୁ ରଖିଥିଲେ। ସେ ହ୍ୟୁମାନ ସାକ୍ରିଫାଇସକୁ ବନ୍ଦ କରିବାକୁ ପୁରା ଲାଗିଥିଲେ। ତ ମ୍ୟାକଫେରସନ ଯେତେବେଳେ କ୍ୟାମ୍ପବେଲଙ୍କ ଦ୍ୱାରା ରିପ୍ଲେସ କରାଗଲା, ସିଏ ଏନି ହାଉ କନଭିନ୍ସ ଟୁ ଗିଭ୍ ଅପ୍ ମେରିଆ, ସିଏ ଟ୍ରାଇବାଲ ମାନଙ୍କୁ କନଭିନ୍ସ କରିଦେଲେ। ସେ କିନ୍ତୁ ଚକ୍ର ଡିଡ୍ ନଟ୍ ଷ୍ଟପ୍, ଇଏ ଏତେ ଆଡାମାଣ୍ଟ ଥିଲେ ଯେ ଇଏ ଷ୍ଟପ୍ ହେଲେନି। ଚକ୍ର କଣ ଥିଲେ, ଚକ୍ର ବିଷୟ ୟା ନଭଘନ କହୁଁର, ନଗବନ କହଁର ଚକ୍ର ବିଷୟ ୱେର ଆସିଷ୍ଟେଡ ବାଇ ସୋମନାଥ ସିଂ। ଯେତେବେଳେ ସୋମନାଥ ସିଂଙ୍କ ମୁଣ୍ଡ ଖରାପ ହେଇଗଲାଣି, ଅନୁଗୁଳର ଯିଏ ଥିଲେ, ସିଏ ଆସି ଆଙ୍କୁ ହେଲ୍ପ କରିବା ଷ୍ଟାର୍ଟ କଲେ। ବ୍ରିଟିଶ ରେସ୍ପନ୍ସ କଣ ଥିଲା, ଚକ୍ର ଆଉ ନବଘନଙ୍କୁ ସେ ପାଳନ କରିବାକୁ ଚେଷ୍ଟା କଲେ, କନସିଲିଏଟରୀ ଆପ୍ରୋଚ କଲେ, ଆମେ ଯୁଦ୍ଧ କରିବାନି, ତମେ ଇଏ କର। ଯାହାଫଳରେ କି ନବଘନ ସରେଣ୍ଡର କରିଦେଲେ, କିନ୍ତୁ ଚକ୍ର କଣ୍ଟିନ୍ୟୁ କଲେ। ରାଜା ସୋମନାଥ ତାଙ୍କ ଟ୍ରେଜନ ପାଇଁ ତ 3000 ଟଙ୍କା ଫାଇନ ଲଗେଇଲେ, ଆଉ କ୍ୟାପଚର ହେଇଗଲେ। 1848ରେ ତାଙ୍କୁ ଆରେଷ୍ଟ କରାଗଲା। ରେଣ୍ଡୋ ମାଝୀ କ୍ୟାପଚର ହେଲେ ଏଇଠି। ଏଇଠି ମନେ ରଖିବେ, ରେଣ୍ଡୋ ମାଝୀ ୱାଜ ଘୁମସର ଅପରାଇଜିଂ ର ଗୋଟେ ପାର୍ଟ ଥିଲେ, ଗୋଟେ ଲିଡର ଥିଲେ। ତାପରେ ଏତିକି ବେଳେ ଶବରଜ ଅଫ ପାରଳାଖେମୁଣ୍ଡି, ପାରଳାଖେମୁଣ୍ଡି ଯୋଉ ଆମର ଗଞ୍ଜାମର, ତ ସେଠି ଶବର ମାନେ ଗୋଟେ ଷ୍ଟ୍ରାଇକ କରିଥିଲେ ସେତେବେଳେ। ତ ସିଏ ଆଙ୍କୁ ଚକ୍ରଙ୍କୁ ହେଲ୍ପ କଲେ, ହେଲା। ଚକ୍ର ଏସ୍କେପ ଆଣ୍ଡ ୱାଜ ନେଭର କ୍ୟାପଚର୍ଡ, ଚକ୍ର କେବେ ବି କ୍ୟାପଚର ହେଇନାହାନ୍ତି। ଏଇଟା ଦେଖନ୍ତୁ, ଓଏସଏସସି ଯୋଉ ଆମର ସିଜିଏଲ ର ଏବେ ଏକ୍ଜାମ ହେଇଥିଲା,
ଯାହାର ଏବେ କଟ୍ ଅଫ୍ ଯାଇଛି 106 150 ରୁ। ସେଇଠି ଗୋଟେ କ୍ୱେଶ୍ଚିନ୍ ଥିଲା, ରେଣ୍ଡୋ ମାଝୀ ଟ୍ରାଇବାଲ ଫ୍ରିଡମ ଫାଇଟର ଫ୍ରମ୍ ଓଡ଼ିଶା ୱାଜ୍ ବର୍ନ ଇନ୍ ହ୍ୱିଚ୍ ଭିଲେଜ? କୋଉ ଭିଲେଜରେ ଏଇଟା କିଛି ଜଣା ନାହିଁ, ଏତେ ଭିତରୁ ପଡ଼ିଛି, କିନ୍ତୁ ରେଣ୍ଡୋ ମାଝୀ ୱାଜ୍ ଏ ଲିଡର ବୋଲି ଆମେ ଏଠି ଜାଣିଥିଲେ ହେଲା। ତ ଦେନ୍ ଦେନ୍ ଆସିଲେ ଭୂୟାଁ। ଭୂୟାଁ ଅଣ୍ଡର ରତ୍ନ ନାୟକ। ଭୂୟାଁ ମାନେ କୋଉଠି? କେଉଁଝର ଡିଷ୍ଟ୍ରିକ୍ଟ ହେଲା, ଉପରେ ନର୍ଥ ମୟୂରଭଞ୍ଜ କେଉଁଝର। ତ କେଉଁଝରରେ କାହିଁକି ୱାଏ ନା ମହାରାଜା ଯେତେବେଳେ ଗଦାଧର ଭଞ୍ଜ ମଲେ ଅଫ୍ କେଉଁଝର, ହିଜ୍ କନକୁବାଇନ୍ ୱାଇଫ୍ ସନ୍, ମାନେ ତାଙ୍କର ମେନ୍ ମୁଖ ରାଣୀ ଯିଏ ସିଏ ନୁହେଁ, ତାଙ୍କ ୱାଇଫ୍ ସନ୍ ଧନଞ୍ଜୟ ବିକେମ୍ ଦ କିଙ୍ଗ। ଧନଞ୍ଜୟ ଯେତେବେଳେ ବିକେମ୍ କିଙ୍ଗ ହେଲା, ଚିଫ୍ କୁଇନ୍ ଥିଲେ ପଟ୍ଟାମହାଦେଇ। ପଟ୍ଟାମହାଦେଇ ସିଏ ଚାହିଁଲେ କି ନାଇଁ ସିଏ ହବା କଥା ନୁହଁ, ମୋ ପୁଅ ହବା କଥା। ତ ସେ ଧନଞ୍ଜୟଙ୍କ ଏଗେନଷ୍ଟରେ ଟି ରେଭେନ୍ସାଙ୍କ ପାଖକୁ ଗଲେ। ରେଭେନ୍ସାଙ୍କ ଆପଣ ମୁଖ୍ୟ ଜାଣିଥିବେ, ଆପଣ ରେଭେନ୍ସା କଲେଜକୁ ଇଏ ଏଷ୍ଟାବ୍ଲିଶ କରିଥିଲେ। ତ ଟି ରେଭେନ୍ସା ତ ୱାଣ୍ଟେଡ୍ ଟୁ ହର ସନ୍ ବୃନ୍ଦାବନ ଭଞ୍ଜ। ଯୋଉ କଣ ଧନର୍ଜୟ ଙ୍କ ବଦଳରେ ତାଙ୍କର ମୁଖ୍ୟ ରାଣୀ ଚାହିଁଲେ ବୃନ୍ଦାବନ ଭଞ୍ଜ ହବା ପାଇଁ। ତ ସିଏ ରିଜେକ୍ଟ ହେଇଗଲା ତାଙ୍କ ସ୍କିମ୍। ସେ ପୁଣି ହାଇକୋର୍ଟ ଗଲେ, ସିଏ ରିଜେକ୍ଟ ହେଇଗଲା। ତାପରେ ପ୍ରାଇଭି କାଉନସିଲ ଲଣ୍ଡନ ବି ଗଲେ, ସିଏ ବି ରିଜେକ୍ଟ କରିଦେଲେ, ଯାହାଫଳରେ ସିଏ ରିଭୋଲ୍ଟ କରିଦେଲେ। ତାପରେ ସେ ରତ୍ନ ନାୟକ, ଯୋଉ ଟ୍ରାଇବାଲ ଲିଡର ରତ୍ନ ନାୟକ ଥିଲେ, ତାଙ୍କୁ ହେଲ୍ପ ମାଗିଲେ କି ମତେ ଟିକେ ସାହାଯ୍ୟ କର। ତ ସେଇଠୁ ହେଇଗଲା ଏଇଟା ଷ୍ଟାର୍ଟ। ରତ୍ନ ତାରାପୁର ଭିଲେଜ କେଉଁଝର। ତାରାପୁର ଭିଲେଜରେ କେଉଁଝରରେ ଜନ୍ମଗ୍ରହଣ କରିଥିଲେ ରତ୍ନ ନାୟକ। ତାପରେ ରତ୍ନ ତାରା, ରତ୍ନ ଗୋଟେ ତାରା ଗୋଟେ ରତ୍ନ, ଏମିତି ମନେ ରଖିବେ। ତାପରେ ଆଜ୍ଞା ଧନର୍ଜୟଙ୍କ ଏଗେନଷ୍ଟରେ ଏଇ ଟାଇମରେ ଟି ରେଭେନ୍ସା ସେ ମେଡିଏଟ କରିବାକୁ ଚେଷ୍ଟା କଲେ, କିନ୍ତୁ ଫେଲ ହେଲେ। 28 ଏପ୍ରିଲ ମାନେ 1968, ଏଇଟା ଦେଖନ୍ତୁ କୋଉ ଟାଇମରେ, ପାଖାପାଖି 1968 ଟାଇମରେ, ସେତେବେଳକୁ 1857 ରିଭୋଲ୍ଟ ସରିଗଲାଣି ହେଲା। ତ ସେଇ ଟାଇମରେ ହି ଏଣ୍ଟର୍ଡ ଇନଟୁ ପ୍ୟାଲେସ, ହି ସପୋର୍ଟର କିଡନାପ ଦେୱାନ ଆଣ୍ଡ ମେନି ଅଫିସର ଅଫ କୋର୍ଟ ଧନର୍ଜୟ। କୋର୍ଟ ତାଙ୍କ ପ୍ୟାଲେସକୁ ଯାଇକିରି ବି କିଛି ଜଣଙ୍କୁ ମାରିଦେଲେ। କ୍ୟାପଚର ଆଣ୍ଡ ଗିଭିଂ କ୍ୟାପିଟାଲ ପନିଶମେଣ୍ଟ, ତାଙ୍କୁ କ୍ୟାପଚର କରି ନିଆଗଲା। ତାପରେ ଆସିଲେ ଧରଣୀ ନାୟକ, ସିଏ ବି ସେଇ ଧନୁର୍ଜୟଙ୍କ ଏଗେନଷ୍ଟରେ, ସେ ବେଠି ଏଗେନଷ୍ଟରେ ବି। ବେଠି କଣ ନା ଯୋଉ ଫୋର୍ଷ୍ଟ ଲେବର, ତମେ ଆସିକିରି ଏଠି ଜବରଦସ୍ତି କାମ କର, ତ ସେଇଟା ଗୋଟେ। ଆଉ ଫକୀର ମୋହନ ସେନାପତି, ଏଇଠି ଦେଖନ୍ତୁ ଫକୀର ମୋହନ ସେନାପତି କି ଦିୱାନ ଭାବେ କେଉଁଝର ଗଡ଼ ଭାବେ ରଖା ହେଇଥିଲା। ଫକୀର ମୋହନ ସେନାପତିକୁ ଦିୱାନ ଭାବେ ହେଲା, କିନ୍ତୁ ତାକୁ ଲାଇକ୍ କରୁନଥିଲେ ଧରଣୀ ନାୟକ। ତାପରେ ଆକ୍ସନ ଅଫ କିଙ୍ଗସ ଆଡଭାଇଜର ବିଚିତ୍ରାନନ୍ଦ ଦାସ। ବିଚିତ୍ରାନନ୍ଦ ଦାସ କିଙ୍ଗସ ଆଡଭାଇଜର ଥିଲେ। ସିଏ କହିଲେ ଗୋଟେ ଡ୍ୟାମ କରିବା, ଆମର ଗୋଟେ ନଈ ଉପରେ ଡ୍ୟାମ କରିବା, ସେଠି ଆମକୁ ବେଠି ଲଗାଅ, ଫୋର୍ଷ୍ଟ ଲେବର ଯୋଉଟା ଆମକୁ ଦବ, ଆମେ ଏଇ ଟ୍ରାଇବାଲଙ୍କ ଠାରୁ ଆଣିବା। ତ ସେଇଟା ଆମକୁ ପସନ୍ଦ ଆସିନଥିଲା। ସେ ପୁରା ସେ ରାଜାଙ୍କ ଏଗେନଷ୍ଟରେ ଥିଲେ, ତ ଶ୍ରମ କୋଉଠୁ ପ୍ରଦାନ କରିବେ। ତ ସେ ତାଙ୍କୁ ଏଇ ଚାରିଟା ଏଗେନଷ୍ଟରେ ଧରଣୀ ଆସିକି ଶେଷ କଲେ। ତ ଧରଣୀ ରତ୍ନନାୟକ ଭିତରେ ଏମିତି କ୍ୱେଶ୍ଚିନ୍ ମିକ୍ସ ମ୍ୟାଚ କରିଦେଇପାରେ, ଠିକ ଏଇଟା। ତ ସେ କୁସୁମିତ ଭିଲେଜ 1864ରେ ଇଏ ଧରଣୀ କୁସୁମିତ ଭିଲେଜରେ ଥିଲେ। ଆଉ ବିଚିତ୍ରାନନ୍ଦଙ୍କ ଦ୍ଵାରା ଡିସିଭ୍ ହେଇଯାଇଥିଲେ। ସିଏ ଗୋଟେ ଯୋଉ ମାନେ ଇଂରେଜଙ୍କ ପାଇଁ, ରାଜାଙ୍କ ପାଇଁ ଯେତେବେଳେ କାମ କରୁଥିଲେ ସେ ଗୋଟେ ଏରିଆରେ, ତ ସେଠି କିଛି ଜଣଙ୍କୁ ଦମନ କରିବା ପାଇଁ କରିକି ସିଏ ଜଣଙ୍କୁ ଏଜେଣ୍ଟକୁ ପଠେଇଥିଲେ ରାଜାଙ୍କୁ ତା ଭିତରେ ଇନଫର୍ମ କରିବା ପାଇଁ। ତ ସେଇ ଇନଫର୍ମର ବିଚିତ୍ରାନନ୍ଦକୁ ପାଖରେ ପହଞ୍ଚିଥିଲା। ବିଚିତ୍ରାନନ୍ଦ ତାକୁ ରାଜାଙ୍କ ମୁଣ୍ଡ ଖରାପ କରିଦେଇକିରି ଡିସିଭ୍ କରିକିରି ଆଙ୍କୁ ଏଗେନଷ୍ଟରେ ମାନେ ଭଡ଼କେଇଥିଲେ। ତ ଏଇଠି ଧରଣୀ ତାଙ୍କ ଉପରେ ରାଗି ଯାଇଥିଲେ ବିଚିତ୍ରାନନ୍ଦଙ୍କ ଉପରେ। ତ ସିଏ ୟୁହାନ୍ସ କୋହଲାଜ ଆଉ ଜୁଆଙ୍ଗଙ୍କୁ ଏକାଠି କରିଥିଲେ। ଫକୀର ମୋହନକୁ କ୍ୟାପଚର କରି ନେଇଯାଇଥିଲେ ସେମାନେ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଥାଏ, ଆମେ ଛୁଆବେଳେ ପଢିଛେ। ଫକୀର ମୋହନ ଗୋଟେ ପାନ ଫାନ ଉପରେ ଗୋଟେ ଲେଖିଥିଲେ ତାଙ୍କର ଭାଇ ମାନେ ଗାଁର ଲୋକଙ୍କୁ କି ପାନ ଦରକାର ରାଜାଙ୍କୁ, ଇଏ ସେ ଆମେ ଛୁଆବେଳେ ପଢିଥିଲେ ଯୋଉଟା, ସେ ଏଇଠି ଥାଇକି ଲେଖିଥିଲେ। ତ ଏଇଟା ମନେ ରଖିବେ, ଏଇଠି ସେ ଇମ୍ପୋର୍ଟାଣ୍ଟ ମାନେ ଲେଟର ଲେଖିଥିଲେ, ଯାହାଫଳରେ ସେମାନେ ବୁଝିପାରିଥିଲେ, ଆସିକିରି ପୁଣି ଆକୁ ଫକୀର ମୋହନକୁ ଛାଡ଼ି। ଦିସ୍ ୱାଜ୍ ଅଲ୍। ତ ଏ ଛୋଟ ଛୋଟ ରିପୋର୍ଟ ବିଷୟରେ ବି ପଡ଼ିଯାଏ କିଛିଟା କ୍ୱେଶ୍ଚିନ୍, ସେଟା ଦେଖିଦେବେ। এটা ସବୁ ଏକ୍ଜାମ ପାଇଁ ଇମ୍ପୋର୍ଟାଣ୍ଟ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ ହେଲା କିଛିଟା କ୍ୱେଶ୍ଚିନ୍ ଆ ଉପରେ କରିଦେବେ, ଯେମିତି ମୁଁ ପ୍ରୋଭାଇଡ କରିଛି ପାଇକ ବିଦ୍ରୋହ ଉପରେ, 1857 ରିଭୋଲ୍ଟ ଉପରେ କିଛିଟା କ୍ୱେଶ୍ଚିନ୍ କରିଦେବେ। ଆଉ ମୁଁ ବି କିଛିଟା କ୍ୱେଶ୍ଚିନ୍ ଦେଇଦେବି ଟେଲିଗ୍ରାମ ଚ୍ୟାନେଲରେ, ଏଟା ସବସ୍କ୍ରାଇବ କରନ୍ତୁ। ଆଉ ଏଇଟା ମୋର ୟୁଟ୍ୟୁବ ଚ୍ୟାନେଲ, ଏଟାକୁ ଜଏନ୍ କରନ୍ତୁ। ଆଉ ଲାଇକ୍ କମେଣ୍ଟ ବି କଲେ ଟିକେ ଭଲ ଲାଗିବ, ଆଉ ଟିକେ ବୁଷ୍ଟ ମିଳିବ ଆହୁରି ଭଲ ଭିଡ଼ିଓ ଏମିତି ଆଣିବା ପାଇଁ। ଥ୍ୟାଙ୍କ ୟୁ।